नहीं है सिंहासन के योग्य, बस एक तो राजा। कोई नहीं है आदर के योग्य, बस एक तू खुदा। कोई नहीं है सिंहासन के योग्य, बस एक तू राजा। सारा आदर सारी महिमा तुझको मिले यीशु। सारा आदर सारी महिमा तुझको मिले यीशु। कोई नहीं है महिमा की योग्य, बस एक तू यहोवा। कोई नहीं है विराट पवित्र, बस एक तू मसीहा। कोई नहीं है महिमा के योग्य, बस एक तू यहोवा। कोई नहीं है विराट पवित्र, बस एक तू मसीहा। सारा आदर सारी महिमा तुझको मिले यीशु। सारा आदर सारी महिमा तुझको मिले यीशु। कोई नहीं है आदर के योग्य, बस एक तो खुदा। कोई नहीं है सिंहासन के योग्य, बस एक तो राजा। कोई नहीं है स्तुति के योग्य, बस एक तो खुदा। कोई नहीं महिमा के योग्य, बस एक तो राजा। सारा आदर सारी महिमा तुझको मिले यीशु। सारा आदर सारी महिमा तुझको मिले यीशु। ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ, କାରଣ ସେ ଆମ୍ଭମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି। ତାହାଙ୍କର ବିବିଧ ଦୟା ସକାଶୁ ଆମ୍ଭମାନେ ବିନଷ୍ଟ ହୋଇନାହୁଁ। ପୁନର୍ବାର ଆମ୍ଭମାନଙ୍କୁ ଏକ ନୂତନ ଦିନ ଦେଖିବା ନିମନ୍ତେ ଆମ୍ଭମାନଙ୍କୁ ଏହି ସୁଯୋଗ ଦେଇଛନ୍ତି। ସେଥିପାଇଁ ପରମେଶ୍ୱରଙ୍କର ଧନ୍ୟବାଦ ହଉ। ସେ ଆମ୍ଭମାନଙ୍କୁ ପ୍ରେମ କଲେ, ଆପଣା ପ୍ରିୟ ପୁତ୍ରକୁ ଆମ୍ଭମାନଙ୍କ ନିମନ୍ତେ ଏହି ଜଗତକୁ ପ୍ରେରଣ କଲେ। ପୁନର୍ବାର ଆମ୍ଭମାନେ ତାଙ୍କର ପ୍ରଶଂସା କରିବା। ধন্যবাদ প্রশংসা তোমার, বন্দনা স্তুতি তোমার। ধন্যবাদ প্রশংসা তোমার, বন্দনা স্তুতি তোমার।
ପାଇବାକୁ ଯୋଗ୍ୟ ତୁମେ ଧନ୍ୟବାଦ ପ୍ରଶଂସା ତୁମର ବନ୍ଦନା ସ୍ତୁତି ତୁମର ଧନ୍ୟବାଦ ପ୍ରଶଂସା ତୁମର ବନ୍ଦନା ସ୍ତୁତି ତୁମର ତୁମେ তুমি পবিত্র তুমি দয়ারে বিশ্বাস তুম করুণানন্ত তুমি পবিত্র শাশ্বত तुम प्रेम जीवहत चिर दीप्तिमान चिर महियान चिर दीप्तिमान चिर महियान येन आराधन सत धन्यवाद प्रशंसा तुम्हारा वंदना स्तुति तुम्हारा धन्यवाद प्रशंसा तुम्हारा वंदना स्तुति तुम्हारा हम अतीत जीवनी I'm धन्यवाद प्रशंसा तुम्हारा वंदना स्तुति तुम्हारा पूजा नहीं वेदा पूजा नहीं वेदा बापू योग्य तुम्हें धन्यवाद प्रशंसा तुम्हारा वंदना स्तुति तुम्हारा धन्यवाद प्रशंसा तुम्हारा वंदना स्तुति तुम्हारा बहुत बहुत धन्यवाद प्रभुଙ୍କର ଦାସୀ ରତ୍ନ ମଞ୍ଜରୀ ନନ୍ଦ ଆପଣ ବହୁତ ବଢିଆ worship କରି ଯାଇ ଅଛନ୍ତି ନିଶ୍ଚିନ୍ତ ଭାବେ ପ୍ରଭୁ ମହିମାନିତ ହେଇ ଅଛନ୍ତି ପ୍ରଭୁ ଆପଣଙ୍କ ଆଗାମୀ ଦିନ ମାନଙ୍କୁ ଆହୁରି ୟୁଜ କରନ୍ତୁ ତାଙ୍କ ରାଜ୍ୟ ନିମନ୍ତେ ଆଉ ଆହୁରି ବ୍ଲେସ କରନ୍ତୁ थैंक यू हालेलुया राजा थैंक यू ओशन ଆମେ ସିଧାସଳଖ ବାକ୍ୟ ନିକଟକୁ ଯିବା ଆମକୁ ବାକ୍ୟ ପଢିବାରେ ସାହାଯ୍ୟ କରୁଥିବେ ଆମର ସତ୍ୟନାଗ ଭାଇ ଆଉ ମୁଁ ପ୍ରଭୁଙ୍କର ଦାସ ଆଜିର ଯୋଉ ବକ୍ତା ଅଛନ୍ତି ତାଙ୍କୁ ମୁଁ ସ୍ୱାଗତ କରିବା ପାଇଁ ଚାହେଁ ରାଇଟ୍ ରେଭରେଣ୍ଡ ଡକ୍ଟର ଆଦର୍ଶ ଖେମୁଣ୍ଡା କୁ ଆଉ ଆଜି ସେମାନଙ୍କୁ ଆଜିର ପ୍ରୟୋଜନ ଆହାର ଯୋଉଟା ପ୍ରଭୁଙ୍କର ବାକ୍ୟ ତାହା ସେ ପ୍ରଦାନ କରୁଥିବେ ପ୍ରେଜ୍ ଦ ଲର୍ଡ ଆଜ୍ଞା Praise the Lord.
ସମସ୍ତଙ୍କୁ ପ୍ରେଜ୍ ଦି ଲର୍ଡ। ଗୁଡ୍ ମର୍ଣ୍ଣିଂ। ଆଉ ପ୍ରଭୁଙ୍କର ଧନ୍ୟବାଦ ହଉ, ଏହି ପ୍ରାତଃ କାଳରେ ପ୍ରଭୁ ଆମମାନଙ୍କୁ ଏକତ୍ର କରିଅଛନ୍ତି, ପୁଣି ଆପଣ ମାନଙ୍କୁ ମଧ୍ୟକୁ ଆସିବା ପାଇଁ ପ୍ରଭୁ ମତେ ସୁଯୋଗ ଦେଇଛନ୍ତି, ଏଣୁ ପ୍ରଭୁଙ୍କୁ ଧନ୍ୟବାଦ କରୁଛି। ତତ୍ ସହିତ ପ୍ରଭୁଙ୍କ ଦାସ ରେଭରେଣ୍ଡ ଡକ୍ଟର ଜିତେନ୍ଦ୍ର ଛତ୍ରୀ ଆଜ୍ଞାଙ୍କୁ ଧନ୍ୟବାଦ। ଆଉ ତାଙ୍କେ ମତେ ଆପଣ ମାନଙ୍କ ମଧ୍ୟକୁ ଆସିବା ପାଇଁ ସୁଯୋଗ ଦେଇଛନ୍ତି, ଏଣୁ ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ଜଡିତ ହେଇଥିବା ପ୍ରତ୍ୟେକ ପ୍ରଭୁଙ୍କ ଦାସ ଦାସୀ ଭାଇ ଭଉଣୀ ସମସ୍ତଙ୍କୁ ମୋର ହୃଦୟପୂର୍ଣ୍ଣ ନମସ୍କାର। ସମସ୍ତଙ୍କୁ ପ୍ରେଜ୍ ଦି ଲର୍ଡ। ଆଉ ପ୍ରଥମ ଥର ଆପଣ ମାନଙ୍କ ମଧ୍ୟକୁ ମୁଁ ଆସିଛି, ଆଉ ମୁଁ ବହୁତ ଖୁସି ଆଉ ଆନନ୍ଦିତ। ପ୍ରଭୁଙ୍କର ଗୌରବ ହଉ। ଆଉ ବହୁତ ସୁନ୍ଦର, ମତେ ଫାର୍ଷ୍ଟ ଟାଇମ ମିଶିଥିଲୁ ପ୍ରଭୁଙ୍କ ଦାସ ଜିତେନ୍ଦ୍ର ଆଜ୍ଞାଙ୍କୁ, ଆମ ଅଞ୍ଚଳକୁ ଆସିଥିଲେ। ଆଉ ବହୁତ ବଢିଆ ଟାଇମ ଥିଲା, ବହୁତ ସୁନ୍ଦର, ବହୁତ ବଢିଆ ଆଶୀର୍ବାଦର ସମୟ ଥିଲା। ଆଉ ବହୁତ ଖୁସିର ବିଷୟ ଥିଲା। ତାପରେ ବହୁତ ଦିନ ପରେ ଆମେ ଜୁମ୍ ମାଧ୍ୟମରେ ଆପଣ ମାନଙ୍କ ମଧ୍ୟକୁ ଆସିବା ପାଇଁ ପ୍ରଭୁ ସୁଯୋଗ ଦେଲେ, ଅନୁଗ୍ରହ କଲେ। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ଓକେ, ଆସନ୍ତୁ ଆଜିର ବାଇବେଲ ଅଧ୍ୟୟନକୁ ଆମେ ଯିବା, ବାକ୍ୟ ମଧ୍ୟକୁ ଯିବା। ଆପଣମାନେ ପ୍ରସ୍ତୁତ ଅଛନ୍ତି ବାକ୍ୟ ଶୁଣିବା ପାଇଁ? ୟେସ୍, ବହୁତ ବଢିଆ। ଆଉ ଆପଣ ମାନେ ଲେଖିବା ପାଇଁ ମଧ୍ୟ ରେଡି ରୁହନ୍ତୁ, କାହିଁକି ବହୁତ ବିଷୟ ଗୁଡାକୁ ଆମେ ପାଇପାରିବା ଆଜିର ଅଧ୍ୟୟନରେ। ଆଉ ତାହା ଆପଣ ମାନଙ୍କ ପାଇଁ ବହୁତ ହେଲ୍ପଫୁଲ ହେଇପାରିବ ପରେ। ଆଉ ମୁଁ ଆପଣଙ୍କୁ ଗୋଟେ ବିଷୟ କହି ଉତ୍ସାହିତ କରିବା ପାଇଁ ଚାହେଁ, ଯେତେ ଅ ଅଧିକ ଆପଣ ପ୍ରକାଶନ ପାଇବା ପାଇଁ ଚାହୁଁଛନ୍ତି ପ୍ରଭୁଙ୍କ ଠାରୁ, ଯଦି ଅଧିକ ପ୍ରକାଶନ ପାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଲେଖନ୍ତୁ। ଏଇଟା ହଉଛି ଗୋଟେ ସିକ୍ରେଟ। ଯେତେ ଆପଣ ଲେଖିବେ, ପ୍ରଭୁ ସେତେ ଅଧିକ ଆପଣଙ୍କ ନିକଟରେ ପ୍ରକାଶ କରିବେ। ହାଲେଲୁୟା। ଆପଣ ନିଜେ ଅନୁଭବ ମଧ୍ୟ କରିଥିବେ, ଆଉ ଯଦି କରିନାହାନ୍ତି ତେବେ ଆପଣ କରନ୍ତୁ, ଆପଣ ଜାଣିପାରିବେ। ଠିକ ଅଛି, ମୋ ଭଏସ କ୍ଲିୟର ଅଛି? ଓକେ, ପ୍ରେଜ ଦି ଲର୍ଡ। ଆସନ୍ତୁ ଆମେ ମାନେ ବାକ୍ୟ ମଧ୍ୟକୁ ଯିବା। ଆଉ ଯିବା ପୂର୍ବରୁ ଆମର ପରିଚୟ ଟିକେ ଦେଇଦେବି। ମୋର ପରିଚୟ ହଉଛି, ମୋ ନାଁ ହଉଛି ଆଦର୍ଶ ଖେମୁଣ୍ଡୁ। ମୁଁ କୋରାପୁଟ ଡିଷ୍ଟ୍ରିକ୍ଟ ସୁନାବେଡା ରେ ରହେ। ଆଉ ମୁଁ ବିଶେଷ କରି ପ୍ରକାଶିତ ବାକ୍ୟ ପାଷ୍ଟର ଲିଡର୍ସ ମାନଙ୍କ ମଧ୍ୟରେ ପ୍ରଚାର କରେ। ଆଉ ଏଣ୍ଡ ଟାଇମ୍ ଉପରେ ମଧ୍ୟ ପ୍ରଚାର କରେ। ପ୍ରଭୁ ଅନୁଗ୍ରହ କଲେ 2017 ରୁ ଆମର ମିନିଷ୍ଟ୍ରି ପ୍ରକାଶିତ ବାକ୍ୟ ଉପରେ ଆରମ୍ଭ ହେଲା। ଆଉ ମୁଁ 2005 ରେ ଉଦ୍ଧାର ପାଇଲି, ପରିତ୍ରାଣ ପାଇଲି। ମୁଁ ହିନ୍ଦୁ ବ୍ୟାକଗ୍ରାଉଣ୍ଡ ରୁ ପ୍ରଭୁଙ୍କୁ ପାଇଲି। 2005 ରେ ମୁଁ ପ୍ରଭୁଙ୍କୁ ପାଇଲି। ମୋ ନାଁଟା ଆକ୍ଚୁଆଲି ଜଗନ୍ନାଥ, ହିନ୍ଦୁ ନାଁଟା ଜଗନ୍ନାଥ। ବର୍ତ୍ତମାନ ମତେ ଆଦର୍ଶ ଡାକୁଛନ୍ତି। ଆଉ ମୋ ସାକ୍ଷ୍ୟ ତ ବହୁତ ବଡ, ସେଥିପାଇଁ ଆଜି ସାକ୍ଷ୍ୟ କହିବି ନାହିଁ। ଆଜି ଆମେ ବାକ୍ୟ ଅଧ୍ୟୟନ କରିବା। ଆଉ ତାପରେ ଧୀରେ ଧୀରେ 2005 ପରେ 2011ରେ ମୋ ପରିବାର ସମସ୍ତେ ପ୍ରଭୁଙ୍କ ନିକଟକୁ ଆସିଲେ। ଆମ ପରିବାରରେ 9 ଜଣ, 5 ଭାଇ ଭଉଣୀ ଆମେ, ବାପା ମା, ଜେଜେବାପା ଜେଜେମା। ଆଉ 2011ରେ ସମସ୍ତ ପରିତ୍ରାଣ ପାଇଲେ ପ୍ରଭୁଙ୍କର ଅନୁଗ୍ରହରେ। ତାପରେ ମୋର ମ୍ୟାରେଜ ହେଲା 2016 ମ୍ୟାରେଜ ହେଲା। ପ୍ରଭୁ ମତେ ଗୋଟେ ଝିଅ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ଆମେ ସବୁ ମିଶି ପ୍ରଭୁଙ୍କ ସେବା କରୁଛୁ। ପ୍ରଭୁଙ୍କ ଧନ୍ୟବାଦ ହଉ। ଆଜି ମୁଁ ଆପଣଙ୍କୁ ବିଶେଷ ଇମ୍ପୋର୍ଟାଣ୍ଟ ବିଷୟ କହିବା ପାଇଁ ଚାହେଁ। ଆଉ ତାହା ହଉଛି ଅନ୍ତିମ ସମୟରେ କଣ ଘଟିବ। What will happen in the last days? ଅନ୍ତିମ ସମୟରେ we are living in the last days. ଆମେ ଅନ୍ତିମ ସମୟରେ ବସବାସ କରୁଛୁ ମୋ ପ୍ରିୟ ମାନେ। ଆଉ ବହୁତ ବଡ ବଡ ଘଟଣା ଅନ୍ତିମ ସମୟରେ ଘଟିବ। ଆଉ ଭେରି ଇମ୍ପୋର୍ଟାଣ୍ଟ ବିଷୟ ଆମେ ଟିକେ ଦେଖିବା। ଅନ୍ତିମ ଇନ ଦ ଲାଷ୍ଟ ଡେଜ ରେ ଆମେ ଅନ୍ତିମ ସମୟରେ ଆମେ ବସବାସ କରୁଛୁ। ଯଦି ଆମେ ଚିନ୍ତା କରିବା, ଆଦମକୁ ସୃଷ୍ଟି ଠାରୁ ଯଦି ଚିନ୍ତା କରିବା, ଆଜି ପର୍ଯ୍ୟନ୍ତ ପାଖାପାଖି 6000 ବର୍ଷ ହେଇଗଲାଣି। ଆଦମଙ୍କ ଠାରୁ ଅବ୍ରାହମଙ୍କ ପର୍ଯ୍ୟନ୍ତ 2000 ବର୍ଷ, ଅବ୍ରାହମଙ୍କ ଠାରୁ ଯୀଶୁଙ୍କ ପର୍ଯ୍ୟନ୍ତ 2000 ବର୍ଷ, ଆଉ ଯୀଶୁଙ୍କ ଠାରୁ ଆମ ପର୍ଯ୍ୟନ୍ତ 2000 ବର୍ଷ। ଏରା ସାନ ସମୟ ନାହିଁ, ବହୁତ ବଡ ସମୟ, ବହୁତ ବଡ ସମୟ। ପାଖାପାଖି ଯଦି ଆମେ ଦେଖିବା 6000 ଇୟର୍ସ, ମାନେ 6000 ବର୍ଷ ପାଖାପାଖି ହେଇଗଲାଣି। ମାନେ ଆମେ ସେ
6,000 ବର୍ଷ 7,000 ବର୍ଷ ପାଖାପାଖି ମାନେ ପଦାର୍ପଣ ଆମେ କରିବା ଉପରେ ଏମିତି ଅଛୁ। 7,000 ବର୍ଷରେ ଏଣ୍ଟ୍ରି ମାରିବା ଉପରେ ଆମେ ଅଛୁ। ତେବେ ଯଦି ଆମେ ଦେଖିବା ତେବେ ଆମେ ଏକ ଅନ୍ତିମ ସମୟରେ ଆମେ ବସବାସ କରୁଛୁ। ଆଉ ଆପଣ ଜାଣିଛନ୍ତି ଏଇ ଅନ୍ତିମ କାଳ କେବେଠୁ ଷ୍ଟାର୍ଟ ହେଇଯାଇଥିଲା? ଯଦି ବାଇବଲରେ ଆପଣ ଦେଖିବେ ଯେ ଏଇ ଅନ୍ତିମ କାଳରେ ପ୍ରଭୁ ଆପଣ ପୁତ୍ର ଯୀଶୁଙ୍କୁ ପିତାଈଶ୍ୱର ଆପଣ ପୁତ୍ର ଯୀଶୁଙ୍କୁ ପଠାଇଲେ ଶେଷ କାଳରେ। ଟିକେ ପଢନ୍ତୁ ଏବ୍ରୀ ତାର 1 ଅଧ୍ୟାୟ 2 ପଦ ଟିକେ ପଢନ୍ତୁ। ଟିକେ ଜଲ୍ଦି ଜଲ୍ଦି ଏବ୍ରୀ 1 ଅଧ୍ୟାୟ 2 ପଦ। ଆଉ ଏଠାରେ ଏପରି ଲେଖାଯାଏ, ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି। ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ। ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ। ଆମେନ୍, ଧନ୍ୟବାଦ। ଲେଖାଯାଏ ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମମାନଙ୍କୁ କଥା କହିଛନ୍ତି। ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆସିଲେ ଶେଷ କାଳ ଆରମ୍ଭ ହେଇଗଲା। ହାଲେଲୁୟା। ହାଲେଲୁୟା। ମାନେ ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ପିତା ସେ କଣ ହେଇଛନ୍ତି? କଥା କହିଛନ୍ତି। ତେବେ ଶେଷ କାଳ କେବେ ଆରମ୍ଭ ହେଲା? ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ ସେଇ ସମୟରୁ ଶେଷ କାଳ ଆରମ୍ଭ ହେଇଗଲା। ମାନେ ଚିନ୍ତା କରନ୍ତୁ, ଯୀଶୁଙ୍କ ଠାରେ ଯଦି ଶେଷ କାଳ ଆରମ୍ଭ ହେଲା, ବର୍ତ୍ତମାନ କଣ 2,000 ବର୍ଷ ଗତ ହେଇଗଲାଣି। ତାର ଅର୍ଥାତ ଆମେ ଶେଷ କାଳର ଶେଷ ମୁହୂର୍ତ୍ତରେ ବାସ କରୁଛୁ। ମାନେ ଯୀଶୁଙ୍କର ଆଗମନ, ଦ୍ଵିତୀୟ ଆଗମନ ବହୁତ ସନ୍ନିକଟ ହେଇ ଆସିଲାଣି। ମାନେ ଆମେ ଧୀରେ ଧୀରେ ଗୋଟେ ଗୋଟେ ଦିନ ଯେମିତି ପାସ୍ ହଉଛି, ଆମେ ଯୀଶୁଙ୍କର ଆଗମନର ବହୁତ ସନ୍ନିକଟ ହେଇଯାଉଛୁ। ଏଣୁ ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଯେ ଏଇ ଶେଷ କାଳରେ ଆଉ କଣ କଣ ଘଟଣା ସବୁ ପୃଥିବୀରେ ଘଟିବ, ଯୋଉ ଦ୍ୱାରା କି ଆମେ ଜାଣିପାରିବା ଯେ ୟେସ୍ ରିଏଲି ଶେଷ କାଳରେ ଆମେ ପହଞ୍ଚି ଯାଇଛୁ। ଏଣୁ ଆମ ଲାଇଫ ଯୀଶୁଙ୍କ ଠାରେ ମାନେ କିପରି ସଜାଡିବା ଦରକାର, ଆଉ ଆମେ ବର୍ତ୍ତମାନ ପ୍ରଭୁ ଯୋଉ ଯୋଜନା ଆମ ଜୀବନରେ କରିଛନ୍ତି, ଆପଣଙ୍କ ଜୀବନରେ କରିଛନ୍ତି, ସେଇ ଯୋଉ ପର୍ପସ କୁ ଆମେ ଫୁଲଫିଲ କରିବା ପାଇଁ କିପରି ଦୌଡ଼ିବା ଦରକାର। ଶେଷ କାଳ ଯେ ସନ୍ନିକଟ, ଏହା ଆମେ ଜାଣିବା ବାକ୍ୟ ଦ୍ୱାରା। ତାପରେ ବର୍ତ୍ତମାନ ଆମେ କଣ କରିବା ତାହା ମଧ୍ୟ ଆମେ ଜାଣିବା ନିହାତି ଦରକାର। କଣ ହୁଏ ନା ଆମେ ଯୋଉ ପର୍ପସ ପାଇଁ ପ୍ରଭୁ ଆମକୁ ଡାକିଥାନ୍ତି ବା ଯୋଉ କଲିଂ ଆମ ଜୀବନରେ ଥାଏ, ତାହା ଅନେକ ସମୟରେ ଆମେ ଭୁଲି ଯାଇଛେ। ଆଉ ସେଥିପାଇଁ ଆମେ ଜାଣିବା ଦରକାର, ଆଉ ତାହା ସେଇ କଲିଂ ଅନୁସାରେ ଆମେ ଦୌଡ଼ିବା ନିହାତି ଦରକାର। ସମସ୍ତଙ୍କ ଜୀବନରେ କଲିଂ ଅଛି। ଆପଣ ଯେତେ ଜଣ ଏଠାରେ ବସିଛନ୍ତି, ସମସ୍ତଙ୍କ ଜୀବନରେ ପ୍ରଭୁ ଆହ୍ୱାନ କରିଛନ୍ତି ଗୋଟେ ବିଶେଷ ଉଦ୍ଦେଶ୍ୟ ସହିତ। ସେଇ ଉଦ୍ଦେଶ୍ୟକୁ ଆମେ ଫୁଲଫିଲ କରିବା ନିହାତି ଦରକାର। ଯେମିତି ପାଉଲ କହିଲେ, ମୁଁ ଦୌଡ଼ି ଅଛି, ଶେଷ ପର୍ଯ୍ୟନ୍ତ ଦୌଡ଼ି ଅଛି, ମୁଁ ମୋର ରେସ୍ କୁ କମ୍ପ୍ଲିଟ କରିଛି। ତ ଆମେ ଯୋଉ ପର୍ପସ ପାଇଁ ପ୍ରଭୁ ଆମକୁ ଡାକିଛନ୍ତି, ସେ ପର୍ପସ ଆମ ଜୀବନରେ ବଞ୍ଚିଥିବା ସମୟରେ ବା ଯୀଶୁଙ୍କ ଦ୍ୱିତୀୟ ଆଗମନ ପୂର୍ବରୁ ଆମେ କମ୍ପ୍ଲିଟ କରିବା ପାଇଁ ଆମେ ଦୌଡ଼ିବା ଦରକାର। ବହୁତ ସମୟରେ କଣ ହୁଏ ନା ସେଇ ପର୍ପସ ବା ସେଇ ରେସ୍ କୁ କମ୍ପ୍ଲିଟ କରିବାକୁ ଶୈତାନ ଦିଏ ନାହିଁ। ବହୁତ ଅବଷ୍ଟାକଲ ସେ କ୍ରିଏଟ କରେ। ଏଣୁ ଆମେ ସେଇ ଅବଷ୍ଟାକଲ କୁ ବିଜୟୀ ହୋଇ ବା ସେ ଅବଷ୍ଟାକଲ କୁ ଆମେ ପ୍ରତିରୋଧ କରି, ପ୍ରତିବାଧା କରି, ଲେଖା ହେଇଛି ଶୈତାନଙ୍କୁ ପ୍ରତିବାଧା କର, ଶୈତାନଙ୍କୁ ପ୍ରତିରୋଧ କର, ଆଉ ବିଜୟୀ ହୁଅ, ଆଉ ତୁମର ଲକ୍ଷ୍ୟ ସ୍ଥଳକୁ ତମେ ଦୌଡ଼। ଏଣୁ ଆମେ ସେଇ ଲାଷ୍ଟ ଡେଜ ର କେତେ ଗୋଟା ଘଟଣା ମାନେ ଟିକେ ଦେଖିବା। ପ୍ରଥମେ ଆମେ ମାନେ ଦେଖିଯିବା କଣ କଣ ଘଟିବ ଲାଷ୍ଟ ଡେଜ ରେ, ବାଇବେଲ କଣ କହେ। ଦ୍ୱିତୀୟ ତିମୋଥୀ 3 ପର୍ବ ଦ୍ୱିତୀୟ ତିମୋଥୀ 3 ପର୍ବ 1 ରୁ 5 ଯାଇ ଜଣେ ପଢନ୍ତୁ। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ, କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ,
ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହ ଶୂନ୍ୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ। ସେମାନେ ଭକ୍ତିର ଭେକ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ। ଧନ୍ୟବାଦ। ବହୁତ ବଡ ଲିଷ୍ଟ ଦିଆଗଲା ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। perilous time will come, ଇଂଲିଶ ଲେଖାଯାଏ in the last days dangerous time, perilous time will come। କେମିତି ନା ଲୋକମାନେ ମାନେ ଏପରି ଭୀଷଣ ହେଇ ଉଠିବେ, ଲେଖାଯାଏ ସେମାନେ ଆତ୍ମପ୍ରିୟ ହେବେ, ଧନ ଲୋଭୀ ହେବେ, ଆତ୍ମଗର୍ବୀ ହେବେ। ବହୁତ ସମୟରେ ଆମେ ଆମର ଆତ୍ମିକ ଜୀବନରେ ଆମେ ଦେଖିପାରିଥାଉ ଯେ ଅନେକ ଲୋକ କଣ ଆତ୍ମିକ ଭାବେ ସ୍ପିରିଚୁଆଲ ପ୍ରାଇଡ ଚାଲି ଆସେ, ଆତ୍ମିକ ଗର୍ବୀ, ଆତ୍ମିକ ଭାବେ ଗର୍ବୀ ହେଇଯାନ୍ତି। କେମିତି ମନେ କରନ୍ତୁ 21 ଦିନ ଫାଷ୍ଟିଂ କରିଦେଲେ, 21 ଦିନ ଫାଷ୍ଟିଂ କଲା ପରେ ଅନ୍ୟମାନଙ୍କୁ ତୁଚ୍ଛ କରିବା ଷ୍ଟାର୍ଟ କରନ୍ତି। ଆରେ ମୁଁ 21 ଦିନ ଫାଷ୍ଟିଂ କରିଛି, ଆଉ ସେ ତ 2 ଦିନ କରି 2 ଦିନରେ କଣ ହେଇଗଲା, ଫୁସ ହେଇଗଲା, ମାନେ ତେ ଆଉ କରିପାରିଲା ନାହିଁ। ସେଟା କଣ, ସେଟା ହଉଛି ଆତ୍ମଗର୍ବୀ, ସ୍ପିରିଚୁଆଲ ପ୍ରାଇଡ। ସ୍ପିରିଚୁଆଲ ପ୍ରାଇଡ ବହୁତ ସମୟରେ ଜାଗତିକ ମଣିଷ ଜୀବନରେ ତ ସେଟା ଥାଏ, କିନ୍ତୁ ଯୋଉମାନେ ଆତ୍ମିକ ବା ସ୍ପିରିଚୁଆଲ ସେମାନଙ୍କ ଜୀବନରେ ମଧ୍ୟ ସ୍ପିରିଚୁଆଲ ପ୍ରାଇଡ ଆସିବା ବହୁତ ସାଧାରଣ। କେମିତି ମନେ କରନ୍ତୁ ଫାଷ୍ଟିଂ କଥା ଯେପରି ମୁଁ କହିଲି, ଯୋଉମାନେ ବେଶୀ ପ୍ରେୟର ବି କରୁଥିବେ ଦେଖନ୍ତୁ, ସେମାନେ ମଧ୍ୟ ମୁଁ 8 ଘଣ୍ଟା ପ୍ରେୟର କରିପାରୁଛି ବୋଲି କଣ ଆସିପାରେ, ଗର୍ବ ଆସିପାରେ। ଏଣୁ ସେଇ ତାକୁ ଆମେ ବିଜୟୀ ହେବା ନିହାତି ଦରକାର। ସେଇଟା ହେଇଗଲା ମାନେ ଆତ୍ମଗର୍ବୀ ବା ସ୍ପିରିଚୁଆଲ ପ୍ରାଇଡ। ଏଇଟା ହଉଛି ଅନ୍ତିମ କାଳର ଗୋଟେ ଗୋଟେ ଲକ୍ଷଣ ବା ଘଟଣା ଯେ ଲୋକମାନେ ଆତ୍ମପ୍ରିୟ ହେବେ, ସେମାନେ ପରୋପକାର କରିବାଟା ଛାଡିଦେବେ, ଆଉ ସେମାନେ ସେଲଫିଶ ହେଇଯିବେ। ସେଲଫିଶ ମାନେ ଏଣ୍ଡ ଟାଇମରେ ଅନ୍ତିମ ସମୟର ଏଇଟା ଲକ୍ଷଣ ପାଉଲ ପ୍ରକାଶ କରୁଛନ୍ତି ଯେ ଲୋକମାନେ ସେଲଫିଶ ହେବେ, ଅର୍ଥାତ ମୁଁ ଖାଇବି, ମୁଁ ପିଇବି, ମୁଁ ବଞ୍ଚିବି, ଆଉ ଏମିତି କି ମୁଁ ସ୍ୱର୍ଗକୁ ଯିବି, ମୁଁ ସ୍ୱର୍ଗକୁ ଯିବି, ଆଉ ଅନ୍ୟମାନଙ୍କ ବିଷୟରେ ତାର ଚିନ୍ତା ନଥାଏ। ଆଉ ସେଥିପାଇଁ ସେ ପ୍ରଚାର କରିବା, ସୁସମାଚାର ପ୍ରଚାର କରିବା ବିଷୟ ଭୁଲିଯାଏ। ପ୍ରଭୁ ମତେ ଯେ ସୁସମାଚାର ପ୍ରଚାର କରିବା ପାଇଁ ଡାକିଛନ୍ତି ସେଇଟା ମଧ୍ୟ ସେ କଣ ହେଇଯାଏ, ଭୁଲିଯାଏ। ଅନ୍ୟ ଲୋକ ଉଦ୍ଧାର କରିବା ପାଇଁ ପ୍ରଭୁ ଡାକିଛନ୍ତି, ମତେ ପ୍ରଭୁ ଆଶୀର୍ବାଦ କଲେ ଯେ ଅନ୍ୟର ଆଶୀର୍ବାଦର କାରଣ ହେବା ପାଇଁ ପ୍ରଭୁ ମତେ ଡାକିଛନ୍ତି, ସେ କଣ କରେ, ସେ ଭୁଲିଯାଏ। ଆଉ ସେ ଆତ୍ମଗର୍ବୀ ହୋଇ ଅନ୍ୟକୁ ନିନ୍ଦା କରିବାକୁ ଲାଗେ, ଆଉ ସେ ସେଲଫିଶ ହେଇଯାଏ। ମାନେ ଏଇ ସବୁ ବିଷୟ ରହିଛି ଆତ୍ମିକ ଜୀବନରେ। ଏଣୁ ଏ ସବୁକୁ ଆମେ ବିଜୟୀ ହେବା ଦରକାର। ଧନ ଲୋଭ, ଗୋଟେ ଧନ ଲୋଭ, ଏମିତି କି ଏତେ ଧନ ଲୋଭୀ ହେଇଯାଏ, ଯେତେବେଳେ ପଇସା ବଢିଯାଏ, ଆପଣ ଦେଖନ୍ତୁ ଯେତେବେଳେ ତାର ଦରମା ଥିବ 3,000 ଟଙ୍କା, ସେ ବହୁତ ବିଶ୍ୱସ୍ତ ଭାବେ 300 ଟଙ୍କା ଦଶମାଂଶ ଦବ। କିନ୍ତୁ ଯେତେବେଳେ ହେଇଯିବ ତାର ଦରମା 30,000 ଟଙ୍କା, ତାର ଦଶମାଂଶ କେତେ, 3,000 ଟଙ୍କା। ସେ 3,000 ଟଙ୍କା ଦେବା ପାଇଁ ସେ କଣ କରିବ, ଲୋଭ କରିବ। ସେ କଣ ହେଇଯାଏ, ଧନ ଲୋଭୀ ହେଇଯାଏ। ଏଇଟା ହଉଛି ଶେଷ କାଳର ଲକ୍ଷଣ। ଶେଷ କାଳରେ ଲୋକମାନେ ଲେଖାଯାଏ ବିଳାସ ପ୍ରିୟ ହେବେ, ଈଶ୍ୱର ପ୍ରିୟ ନ ହୋଇ କଣ ହେବେ, ବିଳାସ ପ୍ରିୟ ହେବେ, ଲକ୍ଜରୀ ଲାଇଫ। ସେମାନେ ପ୍ରଭୁଙ୍କ ପାଇଁ କଷ୍ଟ ଉଠେଇବା ପାଇଁ ସେମାନେ ଇଚ୍ଛା କରିବେ ନାହିଁ। ଅନ୍ୟମାନଙ୍କର ଉଦ୍ଧାର ପାଇଁ ପ୍ରାର୍ଥନା କରିବା ପାଇଁ ସେମାନେ ଇଚ୍ଛା କରିବେ ନାହିଁ। ପ୍ରାର୍ଥନା କରିବା କଣ, ଗୋଟେ କଷ୍ଟ ଉଠେଇବା। ଅନ୍ୟମାନଙ୍କୁ ସୁସମାଚାର ପ୍ରଚାର କରିବା ପାଇଁ ପ୍ରୟାସ କରିବା ହଉଛି କଷ୍ଟ ଉଠେଇବା। ଆଉ ସେ କଷ୍ଟ ଅର୍ଥାତ ଈଶ୍ୱରଙ୍କ ରାଜ୍ୟ ପାଇଁ ଆଉ ସେ କଷ୍ଟ ନ ଉଠେଇ ସେ କମ୍ଫର୍ଟେବଲ ଜୋନ ରେ ରହିଯାଏ, ବିଳାସ ପ୍ରିୟ ହେବା ପାଇଁ ଚେଷ୍ଟା କରେ। କାହିଁକି, ପ୍ରଚୁର ଆଶୀର୍ବାଦ କରିଦେଲେ ପ୍ରଭୁ, ଏବେ ତାକୁ ଭୋଗ ବିଳାସ ତ କରିବାର ଅଛି ନା। ତେବେ ଏଇପରି ମନୋଭାବ ଧୀରେ ଧୀରେ ସୃଷ୍ଟି ହୁଏ। ଏହା ହଉଛି ଶେଷ କାଳର କଣ ଗୋଟେ ଗୋଟେ ଲକ୍ଷଣ ବା ଘଟଣା। ଲୋକ ଅପବିତ୍ର ହେବେ, ବହୁତ ଲିଷ୍ଟ ଏଠାରେ ଲେଖାଯାଏ। ସ୍ନେହ ଶୂନ୍ୟ, ଅମିଳନ ପ୍ରିୟ, କାହା ସହିତ ମିଶିବେ ନାହିଁ, ଅପବାଦକ, ମାନେ ଖାଲି ଗସିପିଂ କରିବେ, ମାନେ ଅନ୍ୟ ବିଷୟରେ ନିନ୍ଦା କରିବେ, ଉତ୍ତମ ବିଷୟକୁ ଘୃଣା କରିବେ, ଉତ୍ତମ ବିଷୟ କରିବା ପାଇଁ ଇଚ୍ଛା କରିବେ ନାହିଁ। ଆଉ 5 ପଦରେ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ବିଷୟ ଲେଖାଯାଏ, ସେମାନେ ଭକ୍ତିର ଭେକ ଧରନ୍ତି, ମାନେ ଫାରୁସୀ ଏବଂ ସାଧୁକ ପରି।
फारसी ମାନେ ଯେମିତି କହିଲେ ଯେ ମୁଁ ସପ୍ତାହକୁ 2 ଥର ଉପବାସ କରେ, ମୁଁ ଦଶମାଂଶ ଦିଏ, ଭକ୍ତିର ଭେକ ଧରିବେ କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରିବେ। ହିଲିଂ ମିରାକଲ ବୋଲେ ନାଇଁ ଆଜି ଟାଇମରେ ହିଲିଂ ମିରାକଲ ଅଛି କି ବୋଲି କହିବେ। ସେଇଟା ଯୀଶୁଙ୍କ ସମୟରେ ହଉଥିଲା ନା, ଏବେ ଆଉ କାହାର ହେବ? ଏମିତି ସେମାନେ କହିବେ। ଅର୍ଥାତ୍ ସେଥିର ଶକ୍ତି ମାନେ ପରମେଶ୍ୱରଙ୍କ ଶକ୍ତିରେ ସେମାନେ ବିଶ୍ୱାସ କରିବେ ନାହିଁ। ପାଉଲ କହନ୍ତି ପ୍ରଥମ କରନ୍ତୀୟ ତାର 2:4 ଯେ ତୁମମାନଙ୍କର ବିଶ୍ୱାସ ଈଶ୍ୱରଙ୍କ ଶକ୍ତିରେ ସ୍ଥାପିତ ହେଉ। ହାଲେଲୁୟା। ଆମମାନଙ୍କର ବିଶ୍ୱାସ ଈଶ୍ୱରଙ୍କ ଶକ୍ତିରେ ସ୍ଥାପନ ହେବା ଦରକାର। ଆମେ ଯୋଉ ପରମେଶ୍ୱରଙ୍କୁ ସେବା କରୁଛୁ, ସେ ପରମେଶ୍ୱର କଣ ସେଇ ଟାଇମରେ ପାୱାରଫୁଲ ଥିଲେ ଏବେ ଦୁର୍ବଳ ହେଇଗଲେ ନା କଣ? ଯେ ଏବେ ସେ ମିରାକଲ କରିପାରିବେ ନାହିଁ, ଏବେ ହିଲିଂ ସେ କରିପାରିବେ ନାହିଁ। ତେବେ ସେମାନେ ଭକ୍ତିରେ ଭେକ ଧରନ୍ତି କିନ୍ତୁ ସେଥିରେ ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ କଣ ହୁଅ? ଅନ୍ତର ହୁଅ। ଆମେ ସେପରି ଲୋକମାନଙ୍କ ସାଙ୍ଗରେ ଯଦି ଆପଣ ରହିବେ ତେବେ ସେମାନଙ୍କ ପରି ହେଇଯିବେ। ଏଣୁ ଆମମାନଙ୍କୁ ଏମିତି ଗୋଟେ ଫେଲୋସିପ ରେ ରହିବା ଦରକାର, ଯୋଉ ଫେଲୋସିପ ରେ କି ଆମେ ସ୍ପିରିଟ ରେ ବଢିବା, ଆମେ ଆତ୍ମିକ ଭାବେ ବଳବାନ ହେବା, ଯୋଉ ଫେଲୋସିପ ରେ କି ଆମେ ଈଶ୍ୱରଙ୍କ ରାଜ୍ୟକୁ ଶକ୍ତିରେ ପ୍ରକାଶ କରିବା ପାଇଁ ଆମେ ଆକାଂକ୍ଷା କରିବା, ଆଶା କରିବା, ଏମିତି ଫେଲୋସିପ ରେ ଆମେ ରହିବା ଦରକାର। ଶେଷ କାଳର କଥା ମୁଁ ଆପଣ ମାନଙ୍କୁ କହୁଛି। ଏ ଶେଷ କାଳରେ ବହୁତ ଭଣ୍ଡ ଭାବବାଦୀ ମାନେ ବାହାରିବେ, ଭଣ୍ଡ ଶିକ୍ଷକ ମାନେ ବାହାରିବେ, ଆଉ ଲୋକମାନଙ୍କୁ କଣ କରିବେ? ଭ୍ରାନ୍ତ କରିବେ। ଆଉ ଗୋଟେ ପଦ ଦେଖନ୍ତୁ, ପ୍ରଥମ ତିମୋଥୀ 4 ତାର 1 ପଦରୁ ଆମେ 3 ପଦ ଯାଏ ପଢିବା। ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଉତ୍ତର କାଳରେ କେହି କେହି ଭ୍ରଷ୍ଟ ବିବେକ, ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ ଭ୍ରାନ୍ତିଜନକ ଆତ୍ମା ମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ। ସେହି ମିଥ୍ୟାବାଦୀ ମାନେ ବିବାହ ନିଷେଧ କରନ୍ତି, ପୁଣି ବିବିଧ ଖାଦ୍ୟ ପଦାର୍ଥରୁ ପୃଥକ ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ୱର ଏସବୁ ତ ସୃଷ୍ଟି କରିଅଛନ୍ତି। ଧନ୍ୟବାଦ। ଏଇଠି ମଧ୍ୟ ଆମେ ଦେଖିପାରୁଛୁ ଆତ୍ମା କହନ୍ତି। କିଏ କହନ୍ତି? ଆତ୍ମା କଣ କହନ୍ତି? ସ୍ପଷ୍ଟ ରୂପେ କହୁଅଛନ୍ତି। ଦ ହୋଲି ସ୍ପିରିଟ ସ୍ପିକ୍ସ। ହାଲେଲୁୟା। ପବିତ୍ର ଆତ୍ମା କଥା କହନ୍ତି। ଆଉ ମୁଁ ଆପଣଙ୍କୁ ଆଉ ଗୋଟେ କଥା କହିବି ଯେ ଆପଣ ଯଦି ପବିତ୍ର ଆତ୍ମାଙ୍କ ରବ ଶୁଣିବା ପାଇଁ ଚାହାନ୍ତି, ସେଇ ରବ, ପବିତ୍ର ଆତ୍ମାଙ୍କ ରବ ହଉଛି ଈଶ୍ୱରଙ୍କ ବାକ୍ୟ। ହାଲେଲୁୟା। ଯେତେବେଳେ ଆପଣ ଈଶ୍ୱରଙ୍କ ବାକ୍ୟ ପଢିବେ, ଆତ୍ମା କହନ୍ତି ବୋଲି ଯୋଉଠି ଲେଖା ହେଇଥିବ, ଆପଣ ଅଧିକ ଧ୍ୟାନ ଦିଅନ୍ତୁ, ତେବେ ଆପଣ ଆତ୍ମାଙ୍କର ଭଏସକୁ ଶୁଣିପାରିବେ। ପ୍ରେଜ ଦ ଲର୍ଡ। ଏଇ ସ୍ଥାନରେ ଆମେ ଦେଖିପାରୁଛୁ ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି। ବହୁତ ସମୟରେ ଆମେ ଚାହୁଁଛୁ ପ୍ରଭୁ ତୁମେ ମୋ ସହିତ କଥା ହୁଅ, ପ୍ରଭୁ ମୋ ସହିତ କଥା ହୁଅ, ମାତ୍ର ଆମେ ବାଇବେଲ ପଢିବା ନାହିଁ। ତେବେ ସେ କେମିତି କଥା ହେବେ? ଲେଖାଯାଏ ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି। ପ୍ରକାଶିତ ବାକ୍ୟରେ ଆମେ ଜାଣିଛୁ ଆତ୍ମା କହନ୍ତି। ମଣ୍ଡଳୀକୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ଶୁଣୁ। ସେ ବାକ୍ୟ ଗୁଡା ଆମେ କେତେ ଥର ପଢିଥିବା, କିନ୍ତୁ ଆତ୍ମା କଣ କହନ୍ତି? ଯେତେବେଳେ ଆମେ ପୁରା ଚାପ୍ଟର ପଢିବା, ସେଠୁ ଆମେ ଜାଣିପାରିବା ଯେ ୟେସ୍, ହୋଲି ସ୍ପିରିଟ ସ୍ପୋକ୍ ଟୁ ମି। ପବିତ୍ର ଆତ୍ମା ମୋ ସହିତ କଥା ହେଲେ। ଯେତେବେଳେ ଆମେ ବାଇବେଲ ପଢୁଛୁ, ଆମେ ଜାଣିପାରୁଛୁ କି ଯେ ପବିତ୍ର ଆତ୍ମା କଥା ହଉଛନ୍ତି। ଯେତେବେଳେ ଆମେ ବାଇବେଲ ପଢୁଛୁ, ପରମେଶ୍ୱର ଆମ ସହିତ କଥା ହଉଛନ୍ତି, ଆମେ ଜାଣିପାରୁଛୁ କି? ଭେରି ଇମ୍ପୋର୍ଟାଣ୍ଟ। ଯଦି ମୁଁ ଟିକେ ଆଗରୁ ପଚାରିଥାନ୍ତି ଯେ କିଏ କି ଈଶ୍ୱରଙ୍କ ଭଏସ ଶୁଣିଛନ୍ତି, ହାତ ଟେକନ୍ତୁ। ତେବେ ଆମେ ହାତ ଟେକି ପାରିନଥାନ୍ତୁ। କିନ୍ତୁ ଆମେ ପ୍ରତିଦିନ ବାଇବେଲ ପଢିବା ଦ୍ୱାରା ଈଶ୍ୱରଙ୍କ ଆବାଜ ଶୁଣୁଛୁ। ହାଲେଲୁୟା। ଆପଣ ଭାବନ୍ତୁ ନାହିଁ ଯେ ନାଇଁ ମୁଁ ଈଶ୍ୱରଙ୍କ ରବ ଶୁଣି ନାହିଁ, ନାଇଁ ମୁଁ ପବିତ୍ର ଆତ୍ମାଙ୍କ ଆବାଜ ଶୁଣି ନାହିଁ ବୋଲି ଭାବନ୍ତୁ ନାହିଁ। ଆପଣ ଯେତେବେଳେ ଲେଖା ହେଇଛି ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଆଗକୁ ଯେତେବେଳେ ପଢିବେ ପବିତ୍ର ଆତ୍ମା ହିଁ କଥା ହଉଛନ୍ତି। ଆମେନ୍। କଣ ସେ କଥା ହଉଛନ୍ତି? ସେ କହନ୍ତି ଉତ୍ତର କାଳରେ, ମାନେ ଇଂଲିଶରେ ଲେଖାଯାଏ ଇନ ଦ ଲାଷ୍ଟ ଡେଜ। ଉତ୍ତର କାଳରେ ବୋଲି କହିଲେ ଶେଷ କାଳରେ କେହି କେହି ଭ୍ରଷ୍ଟ ବିବେକ, ମିଥ୍ୟାବାଦୀ ଲୋକମାନେ
କପଟପଣରେ ଭ୍ରାନ୍ତିଜନକ ଆତ୍ମା ମାନଙ୍କ ପ୍ରତି ଭୂତ ମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ। ଏ ଶେଷ କାଳରେ ଯୋଉ ଆମମାନଙ୍କର ବିଶ୍ୱାସ ପ୍ରଭୁଙ୍କ ଠାରେ ଅଛି ସେଇ ବିଶ୍ୱାସକୁ ଟଳମଳ କରିବା ଲୋକମାନେ ଶିକ୍ଷକ ମାନେ ବାହାରିବେ। ସେ ବିଶ୍ୱାସକୁ ଭ୍ରାନ୍ତ କରିବା ଲୋକ ଭଣ୍ଡ ଭାବବାଦୀ ମାନେ ଏଇ ଦିନ ମାନଙ୍କରେ ବାହାରିବେ, ଶେଷ କାଳରେ ଅଧିକ ବାହାରିବେ। ଏଣୁ ଆମମାନେ ରାଇଟ୍ ଟିଚିଂ ରେ ଆମେ ରହିବା ନିହାତି ଦରକାର, ରାଇଟ୍ ଡକ୍ଟ୍ରିନ ରେ ଆମେ ରହିବା ନିହାତି ଦରକାର। ଏବେ ଉଦାହରଣ ପାଇଁ ପରଭାଷା, ଆମେ ପରଭାଷାରେ ପ୍ରାର୍ଥନା କରୁଥିବା କିନ୍ତୁ କେତେଟା ଶିକ୍ଷକ ବାହାରିବେ ପରଭାଷା ଏଗେନଷ୍ଟ କହିବେ, ପରଭାଷା କୁ ମାନେ ଏପଟେ ସେପଟେ କରି କହିବେ, ଆଉ ଆମକୁ ଠିକ ପରି ଲାଗିବ, ଆଉ ଆମେ ପରଭାଷାର ବିରୋଧୀ ହେଇଯିବା। ଯୋଉମାନେ ହିଲିଂ ମିରାକଲ କରୁଥିବେ ଏମିତି କେହି ଜଣ ବାହାରିବେ ହିଲିଂ ମିରାକଲ ଏଗେନଷ୍ଟ ରେ କଥା କହିବେ, ଈଶ୍ୱରଙ୍କ ଶକ୍ତି ଏଗେନଷ୍ଟ ରେ କଥା କହିବେ। ଆଉ ଯୋଉ ଦ୍ଵାରା କି ଆମମାନେ ଯୋଉ ଦୁର୍ବଳ ବିଶ୍ୱାସୀ ହେଇଥିବା, ବାକ୍ୟରେ ଆମେ ଷ୍ଟ୍ରଙ୍ଗ ନଥିବା, ତେବେ ଆମେ କଣ ହେଇଯିବା, ଭ୍ରାନ୍ତ ହେଇଯିବା। ଏଣୁ ଆଉ ତାପରେ ଏଠାରେ ମଧ୍ୟ ଆମେ ଦେଖିପାରୁଛୁ ସେମାନେ ଭୂତ ମାନଙ୍କ ଶିକ୍ଷା, ଦେଖନ୍ତୁ ଭୂତ ମାନଙ୍କ ଶିକ୍ଷା ବି ଅଛି। ଆଉ ଆପଣଙ୍କୁ ପ୍ରକାଶିତ ବାକ୍ୟରେ ଗୋଟେ ପଦ ଲେଖାଯାଏ ଯେ ଶୈତାନର ନିଗୁଡ ଶିକ୍ଷା ବୋଲି ଗୋଟେ ଲାଇନ ଲେଖା ହେଇଛି। ସେମାନେ ଗଭୀର କଥା ଶିକ୍ଷା ଦଉଛି ବୋଲି କହିବେ କିନ୍ତୁ ସେଇଟା ଶୈତାନର ନିଗୁଡ କଥା ହେଇଥିବ। ସେମାନେ ଭାବୁଥିବେ ସେଇଟା ଈଶ୍ୱରଙ୍କର ଗଭୀର କଥା ବୋଲି, ନାଇଁ ସେଇଟା ଶୈତାନର ନିଗୁଡ ଶିକ୍ଷା ବୋଲିକି ଲେଖା ହେଇଛି ପ୍ରକାଶିତ ବାକ୍ୟରେ। ସେଇ ଶିକ୍ଷା ଦେଇ ଲୋକଙ୍କୁ ଭ୍ରାନ୍ତ କରିଦେବେ। ଆଉ ତାପରେ ସେମାନଙ୍କୁ କେମିତି ଚିହ୍ନିବେ ଆପଣ, ଲେଖାଯାଏ ସେ ମିଥ୍ୟାବାଦୀ ମାନେ ବିବାହ ନିଷେଧ କରନ୍ତି, ପୁଣି ବିବିଧ ଖାଦ୍ୟ ପଦାର୍ଥରୁ ପୃଥକ ରହିବା ପାଇଁ ଶିକ୍ଷା ଦିଅନ୍ତି। ପିଆଜ ଖାଅ ନାହିଁ, ରସୁଣ ଖାଅ ନାହିଁ, ମାନେ ବିବିଧ ଖାଦ୍ୟ ପଦାର୍ଥରୁ ପୃଥକ ରହିବା ପାଇଁ ସେମାନେ ଶିକ୍ଷା ଦିଅନ୍ତି, ବିବାହ ବି ନିଷେଧ କରନ୍ତି। ଏମିତି କେତେଟା ବାଇବେଲ ଭର୍ସ ଅଛି, ତାକୁ ବୁଝି ନ ପାରି ସେଇ ଭର୍ସକୁ ନେଇକି ସେମାନେ ବିବାହକୁ ନିଷେଧ କରନ୍ତି। ଜଣେ ମତେ କହିଲେ, ଭାଇ ତମେ ଜାଣିଛ କି? କଣ? ନାଇଁ ସ୍ତ୍ରୀ ସହିତ ଭାଇ ଭଉଣୀ ପରି ରହିବାର ବୋଲି କହିଲେ ସେ। ମୁଁ ଏଇ କଣ ଏମିତି କହୁଛନ୍ତି ବୋଲି ମୁଁ ହଠାତ୍ ବହୁତ ଦିନ ତାଙ୍କ ସହିତ ମୁଁ ମିଶିଛି, ଆଉ ସେଦିନ ହଠାତ୍ ସେ ଗୋଟେ ପଦ ପଢିଦେଲେ, ଆଉ ମତେ ପ୍ରଥମ କରନ୍ତି ଛାତ ପର୍ବରୁ ଗୋଟେ ପଦ ପଢିଦେଲେ, ଆଉ ସେ ମତେ କହୁଛନ୍ତି ଭାଇ ଜାଣିଛନ୍ତି କି ଆଉ ସ୍ତ୍ରୀଙ୍କ ସହିତ ବି ଭାଇ ପରି ରହିବାର ବୋଲିକି ସେ କହିବା ଆରମ୍ଭ କଲେ। ତେବେ ମୁଁ ସେତେବେଳେ ସମୟ ନଥିଲା, ତାଙ୍କୁ ଆଉ କିଛି କହିନି, କହିପାରିଲି ନାହିଁ। ପ୍ରଭୁ ସ୍ତ୍ରୀଙ୍କୁ ସ୍ପେଶିଆଲ ଆମ ସହିତ ଯୋଡ଼ିଛନ୍ତି, ଆଉ ସ୍ୱାମୀ ସ୍ତ୍ରୀର ବନ୍ଧନରେ ରହିବା ପାଇଁ। ଆଉ ପ୍ରଭୁ ଭଉଣୀ ମଧ୍ୟ ଦେଇଛନ୍ତି ଭାଇ ଭଉଣୀର ବନ୍ଧନରେ ରହିବା ପାଇଁ। ତାର ଡିଫରେନ୍ସ ନିହାତି ଜାଣିବା ଦରକାର। ତ ବହୁତ ଜଣ ଆଜି ସେମିତି ଠିକ ସେ ବାଇବେଲ ନ ବୁଝି ଜାଣି ସେମାନେ ସ୍ତ୍ରୀକୁ ଭଉଣୀ ବନଉଛନ୍ତି। ବହୁତ କଷ୍ଟର ବିଷୟ। ଶିକ୍ଷାକୁ ଠିକ ସେ ନ ଜାଣିପାରି ସ୍ତ୍ରୀଙ୍କୁ ଭଉଣୀ ବନଉଛନ୍ତି, ଆଉ କେତେଟା ସ୍ତ୍ରୀ ସ୍ଵାମୀଙ୍କୁ ଭାଇ ବନଉଛନ୍ତି। ତେବେ ସେମାନେ ବିବାହକୁ ଖଣ୍ଡନ କରୁଛନ୍ତି। ସେ ବିବାହର ଯୋଉ ନିୟମ ଥାଉଛି, ବିବାହର ଯୋଉ ବନ୍ଧନ ଥାଉଛି, ତାକୁ କଣ କରୁଛନ୍ତି, ଖଣ୍ଡନ କରୁଛନ୍ତି, କେତେଟା ବାକ୍ୟକୁ ଜାଣି ନ ପାରି। ଏଇଟା ଶେଷ କାଳର ଲକ୍ଷଣ। ମୋ ପ୍ରିୟ ମାନେ ଧ୍ୟାନ ଦିଅନ୍ତୁ। ସେ ମତେ ଆଉ ବି କହିଲେ ଯାହାର ସ୍ତ୍ରୀ ଅଛି ଯାହାର ସ୍ତ୍ରୀ ଅଛି ସେ ସ୍ତ୍ରୀ ନଥିଲା ପରି ହେଉ। ମାନେ କଣ ହଉଛି ଏଠି, ଠିକ ସେ ବୁଝି ନ ଜାଣି ଅସୁବିଧା ହଉଛି। ଓକେ, ସେଇଟା ଆଉ ଏକ୍ସପ୍ଲେନ ଏତେ କରିବି ନାହିଁ, କାରଣ ସେକେଣ୍ଡ ପାର୍ଟରେ ଯୋଉଟା ଭେରି ଇମ୍ପୋର୍ଟାଣ୍ଟ ଅଛି, ସେ ସେକେଣ୍ଡ ଏଇଟାକୁ ମୁଁ ବେଶୀ ସ୍ପିଡରେ ପଳେଇ ଯାଉଛି, କାରଣ ଆଉ ଗୋଟେ ସେକେଣ୍ଡ ପାର୍ଟ ଅଛି ଯାହା ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ତାହା ଭେରି ଇମ୍ପୋର୍ଟାଣ୍ଟ, ଶେଷ କାଳର ଘଟଣା। ଆଉ ଗୋଟେ ପଦ ଆମେ ଯିବା ଦ୍ଵିତୀୟ ପିତରକୁ, ତାର 3 ପର୍ବ। ଶେଷ କାଳରେ ଆଉ କଣ ହବ ଦେଖିବା। ଦ୍ଵିତୀୟ ପର୍ବ 3 ପର୍ବ, ଦ୍ଵିତୀୟ ପିତର 3 ପର୍ବ 3 ଆଉ 4 ପଦ। ପଢନ୍ତୁ। ଆଜ୍ଞା, ପ୍ରଥମେ ଏହା ଜ୍ଞାତ ହୁଅ ଯେ ଶେଷ କାଳରେ ଆପଣା ଆପଣା ଅଭିଳାଷ ଅନୁସାରେ
ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ, ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃପୁରୁଷମାନଙ୍କର ମହାନିଦ୍ରା ପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା ସେହିପରି ରହିଅଛି। ଧନ୍ୟବାଦ। ଶେଷ କାଳରେ ଆପଣା ଆପଣା ଅଭିଳାଷା ଅନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ। ଶେଷ କାଳର ଲକ୍ଷଣ ଆଉ ଗୋଟେ, ଯେ ବହୁତ ପରିହାସକ ମାନେ ବାହାରିବେ, ଆଉ ସେମାନେ ପରିହାସ କରି କଣ କହିବେ, ତାହାଙ୍କର ଆଗମନର ପ୍ରତିଜ୍ଞା କାହିଁ? 2000 ବର୍ଷ ହେଇଗଲାଣି ସେ ପ୍ରତିଜ୍ଞା କରିଥିଲେ ମୁଁ ଆଗମନ କରିବି ବୋଲି ପ୍ରଭୁ, ସେ କାହିଁକି ଏପର୍ଯ୍ୟନ୍ତ ଆଗମନ କରିନାହାନ୍ତି? ଏଇଟା ସବୁ ମିଛ କଥା ବୋଲି ପରିହାସ କରିବାକୁ ଲାଗିବେ ସେମାନେ। ଏମିତିକି ସେମାନେ ବି କହିଦେବେ ଯେ ପ୍ରଭୁ ଯୀଶୁଙ୍କର ଆଗମନ ହେଇ ସାରିଲାଣି ବୋଲି ବି କହିଦେବେ। ଏବେ କୋରିଆରେ ଗୋଟେ ଦଳ ବାହାରିଛନ୍ତି, ପ୍ରକାଶିତ ବାକ୍ୟ ବେଶୀ ପ୍ରଚାର କରୁଛନ୍ତି, ଆଉ ସେମାନେ କହୁଛନ୍ତି ଯେ କୋରିଆରେ ଯୀଶୁଙ୍କର ଦ୍ୱିତୀୟ ଆଗମନ ହେଇ ସାରିଲାଣି। ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦ୍ୱିତୀୟ ଆଗମନ ହେଇ ସାରିଛି, ଆଉ ସେ କୋରିଆରେ ଅଛନ୍ତି। ଆଉ ତାଙ୍କର ଫଲୋଅର କେତେ ଜାଣିଛନ୍ତି? ଲକ୍ଷେ ମାନେ ଉପରେ ତାଙ୍କୁ ଫଲୋ କରୁଛନ୍ତି ଲୋକ। 1,08,000 ନା କେତେଟା ଅର୍ଡିନେସନ ସେମାନେ ଦେଇଛନ୍ତି ଗୋଟେ ଥର ଏକା ସାଙ୍ଗରେ। ସିଞ୍ଚନ ଜି ଚର୍ଚ୍ଚ ଅଫ ଜିଜସ୍ ଖ୍ରାଇଷ୍ଟ ବୋଲି, ଆଉ ବହୁତ ଫେଲି ଯାଉଛନ୍ତି ସେମାନେ। ଆଉ ଆପଣ ମାନେ ଜାଗ୍ରତ ହୁଅନ୍ତୁ, ମାନେ କନ୍ଧମାଳରେ ବହୁତ ଚର୍ଚ୍ଚ ବୋର୍ଡ ଯାକ ଚେଞ୍ଜ କରିଦେଲେଣି। ମଣ୍ଡଳୀର ବୋର୍ଡ ଯାକ ଚେଞ୍ଜ ହେଇଗଲାଣି। ତାଙ୍କ ଶିକ୍ଷା ଏମିତି ସେମାନେ ଦଉଛନ୍ତି ଭ୍ରାନ୍ତ ଶିକ୍ଷା, ଯେ ତାଙ୍କର ଚର୍ଚ୍ଚ ବୋର୍ଡକୁ ଚେଞ୍ଜ କରି ସେମାନଙ୍କର ଚର୍ଚ୍ଚ ବୋର୍ଡକୁ ସେମାନେ ଲଗେଇଲେଣି। ସିଞ୍ଚନ ଜି ଚର୍ଚ୍ଚ ଅଫ ଜିଜସ୍ ଖ୍ରାଇଷ୍ଟ, ଯଦି ଆପଣ ଶୁଣିଛନ୍ତି ନହେଲେ ଆପଣ ୟୁଟ୍ୟୁବରେ ଆପଣ ଦେଖିପାରିବେ ସେମାନେ କି ପ୍ରକାର ଭ୍ରାନ୍ତ କରି ଚାଲିଛନ୍ତି ଲୋକମାନଙ୍କୁ। କୋରିଆରୁ ଆପଣ ଦେଖିବେ ମର୍ଣ୍ଣିଂରେ ତାଙ୍କର ଗୋଟେ ଜୁମ୍ ମିଟିଂ ହୁଏ, ଆଉ ମାନେ ଶହ ଶହ ପାଷ୍ଟର ମାନେ ଜଡିତ ହଉଛନ୍ତି ପ୍ରକାଶିତ ବାକ୍ୟ ଶିଖିବା ପାଇଁ, ଆଉ ବହୁତ ରଙ୍ଗ ଟିଚିଂ ସେମାନେ ଦଉଛନ୍ତି। ଆଉ ଆମର ଓଡିଶାର ପାଷ୍ଟର ମାନଙ୍କୁ ବହୁତ ଜଣଙ୍କୁ ସେମାନେ ତାଙ୍କ ଜାଲରେ ପକେଇ ସାରିଲେଣି। ପାଖାପାଖି 64ଟା ଚର୍ଚ୍ଚର ବୋର୍ଡ ଚେଞ୍ଜ ହେଇଗଲାଣି। ଚିନ୍ତା କରନ୍ତୁ, 64ଟା, ଓଡିଶାର କଥା କହୁଛି, କନ୍ଧମାଳ ଡିଷ୍ଟ୍ରିକ୍ଟରେ। ଆଉ ଆନ୍ଧ୍ରାରେ ବି ସେମାନେ ସେମିତି ଗଲେଣି। ଏଟା ହଉଛି ଶେଷ କାଳର ଲକ୍ଷଣ ମୋ ପ୍ରିୟ ମାନେ। ବହୁତ ଭ୍ରାନ୍ତକାରୀ ମାନେ ଆସିବେ, ଲୋକମାନଙ୍କୁ ଭ୍ରାନ୍ତ କରିବେ, କାରଣ ସେମାନେ ଶୈତାନର ତରଫରୁ ଆସିବେ। କାରଣ ଶୈତାନର କାମ ହଉଛି ଲୋକଙ୍କୁ ଭ୍ରାନ୍ତ କରିବା। ହି ଇଜ ଦ ଗ୍ରେଟ୍ ଡିସିଭର, ଇଂଲିଶରେ ଲେଖାଯାଏ ଦ ଡେଭିଲ ଇଜ ଦ ଗ୍ରେଟ୍ ଡିସିଭର। ସେ ହଉଛି ସବୁଠାରୁ ବଡ ଭ୍ରାନ୍ତକାରୀ, ଯେମିତି ହବାକୁ ବୁଲେଇଥିଲା। ଠିକ ସେହିପରି ସମସ୍ତଙ୍କୁ ସେ ଭ୍ରାନ୍ତ କରି ଚାଲିଛି, ଆଉ ତାର ଏଜେଣ୍ଟ ମାନଙ୍କୁ ପଠାଉଛି ଲୋକମାନଙ୍କୁ ଭ୍ରାନ୍ତ କରିବା ପାଇଁ। ତ ଏପରି ଲୋକମାନେ ବାହାରିବେ ଯେଉଁମାନେ କହିବେ ତାଙ୍କର ଆଗମନର ପ୍ରତିଜ୍ଞା କାହିଁ, ଆଉ ସେ ଆସିବେ ବୋଲି କହିଥିଲେ କୁଆଡେ ଗଲେ, କାହିଁକି ଏ ପର୍ଯ୍ୟନ୍ତ ଆସିନାହାନ୍ତି, ଏ ପ୍ରକାର ଅନେକ କଥା କହି ସେ ଅଲରେଡି ଆସି ସାରିଲେଣି ବୋଲି ଏମିତି ଶିକ୍ଷା ବି ଦେବେ। ଆଉ ବହୁତ ଜଣ ଆପଣ ଦେଖିବେ ୟୁଟ୍ୟୁବରେ ବହୁତ ଗୁଡାକ ଅଛି ଯେଉଁମାନେ କି ନିଜକୁ ଯୀଶୁ ବୋଲି କହୁଛନ୍ତି। ଆଇ ଏମ୍ ଜିସସ୍ ଖ୍ରାଇଷ୍ଟ ବୋଲି ସେମାନେ କହୁଛନ୍ତି। ମୁଁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବୋଲି ସେମାନେ କହୁଛନ୍ତି ନିଜକୁ, ଆଉ ଶହ ଶହ ଲୋକ ତାଙ୍କୁ ଫଲୋ ବି କରୁଛନ୍ତି। ମାନେ ଦେଖନ୍ତୁ କେମିତି ଭ୍ରାନ୍ତ ବିଷୟ ଗୁଡାକ ଜଗତରେ ଚାଲିଛି। କିନ୍ତୁ ଆମେ ଜାଣିଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଯେପରି ଯାଇଛନ୍ତି ସେ ଠିକ ସେଇପରି ଆଗମନ କରିବେ। ଆଉ କେତେ ଜଣ କହିବେ ମାନେ ବିଳମ୍ବ ବିଳମ୍ବ ବୋଲି ମନେ କରିବେ, ଯୋଉଟା କି 9 ପଦରେ ଆମେ ଦେଖିପାରିବା, ସେ 2 Peter 3:9, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣ ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ। ପ୍ରଭୁ ଯାହା ଆଗମନର ପ୍ରତିଜ୍ଞା ଦେଇଛନ୍ତି ସେ ପ୍ରତିଜ୍ଞା ପ୍ରତି ସେ ବିଳମ୍ବ କରିବେ ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ଆମେ ଯୋଉଟାକୁ ବିଳମ୍ବ ବୋଲି ଭାବୁଛୁ, ବା ମଣିଷର ଜ୍ଞାନ ଅନୁସାରେ ମଣିଷ ଯାହା ବିଳମ୍ବ ବୋଲି ଭାବୁଛି, ପ୍ରଭୁଙ୍କ ପାଇଁ ସେଟା ବିଳମ୍ବ ନୁହେଁ। ପ୍ରଭୁଙ୍କ ପାଇଁ ସେଟା ହଉଛି ଦୀର୍ଘ ସହିଷ୍ଣୁତା। କାରଣ ଯେପରି କେହି ବିନଷ୍ଟ ନ ହୋଇ, ଯେପରି ଲୋକମାନେ ମନ ପରିବର୍ତ୍ତନ କରି ଉଦ୍ଧାର ପ୍ରାପ୍ତ ହେବେ, ଏଣୁ ପ୍ରଭୁ ଦୀର୍ଘ ସହିଷ୍ଣୁ ହଉଛନ୍ତି। ତ ଆମକୁ ଲାଗୁଛି ସେଟା ବିଳମ୍ବ ହଉଛି ବୋଲି। ନାଇଁ, ପ୍ରଭୁ କହିଲେ ଦେଖ ଆମେ ଶୀଘ୍ର ଆସୁଅଛୁ। କେତେ ଜାଗାରେ ପ୍ରଭୁ କହିଛନ୍ତି, ଦେଖ ବିହୋଲ୍ଡ ଆଇ ଏମ୍ କମିଂ ସୁନ୍, ବିହୋଲ୍ଡ ଆଇ ଏମ୍ କମିଂ କ୍ୱିକଲି। ତାର ଅର୍ଥ କଣ? ଦେଖ ମୁଁ ଠିକ ଟାଇମରେ ଆସୁଛି। ଏ ଯୋଉ ଶୀଘ୍ର ଶବ୍ଦ ବ୍ୟବହାର ହେଇଛି, ତାର ଶବ୍ଦ ହଉଛି କଣ, ତାର ଅର୍ଥ ହଉଛି କଣ, ମୁଁ ରାଇଟ ଟାଇମରେ ଆସିବି।
ହାଲେଲୁୟା। ହେଲେ ଆମମାନଙ୍କୁ ସେଟା ବିଳମ୍ବ ପରେ ଲାଗୁଛି, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ରାଇଟ୍ ଟାଇମ ରେ ଆସିବେ, ଇନ୍ ହିଜ ଆପଏଣ୍ଟେଡ ଟାଇମ। ତାଙ୍କର ପ୍ରଥମ ଆଗମନ ବି ରାଇଟ୍ ଟାଇମ ରେ ହେଲା, ଦ୍ୱିତୀୟ ଆଗମନ ବି ରାଇଟ୍ ଟାଇମ ରେ ହେବ। ପ୍ରେଜ ଦ ଲର୍ଡ। ଯଦି ଟିକେ ଆପଣ ଗାଲାତିୟକୁ ଯିବେ, ସେଇଠି ଗୋଟେ ପଦ ଆପଣଙ୍କୁ ଦେଖାଇବା ପାଇଁ ଚାହେଁ। ଗାଲାତିୟ ତାର 4 ପର୍ବ ଆଉ ତାର 4 ପଦ। ପଢନ୍ତୁ। ଗାଲାତିୟ 4:4। କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ, ସେ ସ୍ତ୍ରୀ ଜାତ ହୋଇ ବ୍ୟବସ୍ଥାଧୀନ ହେଲେ। ଧନ୍ୟବାଦ। କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ସେଇ ଶବ୍ଦକୁ ଅଣ୍ଡରଲାଇନ କରନ୍ତୁ। କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ, ସେ ସ୍ତ୍ରୀ ଜାତ ହୋଇ ବ୍ୟବସ୍ଥାଧୀନ ହେଲେ। ଯେତେବେଳେ ପ୍ରଭୁ ପ୍ରଥମ ଆଗମନ, ପ୍ରଥମ ଥର ସେ ଯେତେବେଳେ ମରିୟମଙ୍କ ଗର୍ଭରେ ସ୍ତ୍ରୀ ଜାତ ହେଲେ, ସେତେବେଳକୁ ପିତା ତାଙ୍କୁ କଣ କଲେ? ପ୍ରେରଣ କଲେ। କେତେବେଳେ? ଯେତେବେଳେ ରାଇଟ୍ ଟାଇମ ରେ, କାଳ ସମ୍ପୂର୍ଣ୍ଣ ହୁଅନ୍ତେ। ହାଲେଲୁୟା। ତ ଏବେ ମଧ୍ୟ ଗୋଟେ କାଳ ମାନେ ଏବେ ଚାଲିଛି। ପ୍ରଭୁ ଯୀଶୁଙ୍କ ଯିବାର 2000 ବର୍ଷ ହେଇଗଲାଣି। ବର୍ତ୍ତମାନ ଆମେ ବହୁତ ନିକଟତର ହେଇଯାଇଛୁ। ଆଉ ଗୋଟେ ରାଇଟ୍ ଟାଇମ ରେ ବା ଗୋଟେ ସମୟ, ଗୋଟେ କାଳ ସମ୍ପୂର୍ଣ୍ଣ ହେବ, ଯେତେବେଳେ ହେବ ତାହା ଆମେ ଜାଣିନୁ, କେବଳ ପିତା ଜାଣିଛନ୍ତି। ଆଉ ରାଇଟ୍ ଟାଇମ ରେ ପ୍ରଭୁ ପୁଣି ଥରେ, ପିତା ପୁଣି ଥରେ ତାଙ୍କ ପୁତ୍ରଙ୍କୁ ପଠାଇବେ। ହାଲେଲୁୟା। ସେଥିପାଇଁ ପ୍ରଭୁ କହିଲେ, ସେ ସମୟ ମୁଁ ଜାଣି ନାହିଁ କି ସ୍ୱର୍ଗଦୂତ ଜାଣିନାହାନ୍ତି, ସେଇ ସମୟ କେବଳ ପିତା ଜାଣିଛନ୍ତି। କାଳ ସମ୍ପୂର୍ଣ୍ଣ ଅର୍ଥାତ୍ ରାଇଟ୍ ଟାଇମ ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହେବ। ହାଲେଲୁୟା। ଏଣୁ ଆମମାନେ କେହି ବିଳମ୍ବ ବୋଲି କହିଦେବେ, କିଏ କହିବେ ଆଉ 100 ବର୍ଷ ଗଲେ ମଧ୍ୟ ଯୀଶୁ ଆସିବେ ନାହିଁ ବୋଲି, ଏମିତି ବି ପ୍ରଚାର କରୁଛନ୍ତି ବହୁତ ଜଣ। କୋଉ ଭର୍ସ ନେଇକି ପ୍ରଚାର କରୁଛନ୍ତି ମୁଁ ତ ଜାଣିନି, କିନ୍ତୁ ପ୍ରଭୁ କହନ୍ତି ଦେଖ ଆମେ ଶୀଘ୍ର ଆସୁଅଛୁ। ଯଦି ବାଇବେଲ କହୁଛି ଆଉ ପ୍ରଭୁ କହୁଛନ୍ତି ଯେ ମୁଁ ଶୀଘ୍ର ଆସୁଅଛି ବୋଲି, ତେବେ ଆମେ କହିପାରିବା କି ସେ ବିଳମ୍ବରେ ଆସୁଛନ୍ତି ବୋଲି? ଆମେ କହିପାରିବା କି ସେ ଲେଟ ରେ ଆସୁଛନ୍ତି ବୋଲି? ଆମେ କେବେ ବି କହିପାରିବାନି। ସେ ଯଦି କହିଛନ୍ତି ଶୀଘ୍ର, ତେବେ ଆମେ ବି ସେଇ ବାକ୍ୟ ଅନୁସାରେ ଆମେ ବି ଶୀଘ୍ର ହିଁ କହିବାର ଅଛି। ହାଲେଲୁୟା। ଆଉ ତାକୁ ଆଉ ଭଲ କି ବୁଝିବା ପାଇଁ ମୁଁ କହୁଛି ଯେ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ବା ତାକୁ ରାଇଟ୍ ଟାଇମ ବୋଲି ଆମେ କହିବା। ହାଲେଲୁୟା। ପ୍ରଭୁଙ୍କର ଆପଏଣ୍ଟେଡ ଟାଇମ ରେ, ରାଇଟ୍ ଟାଇମ ରେ ସେ ଆସିବେ। କିନ୍ତୁ ବହୁତ ଲୋକ ଶେଷ କାଳରେ ବାହାରିବେ, ଆଉ ତାଙ୍କର ଆଗମନ ପ୍ରତିଜ୍ଞା କାହିଁ ବୋଲି ସେମାନେ ପରିହାସ କରିବାକୁ ଲାଗିବେ। ସେମାନେ ବିଶ୍ୱାସୀ ମାନଙ୍କୁ ଟଳମଳ କରିବା ପାଇଁ, ସେମାନଙ୍କର ବିଶ୍ୱାସକୁ ଟଳମଳ କରିବା ପାଇଁ ଇଚ୍ଛା କରିବେ। ସେମାନଙ୍କୁ ଗୋଟେ ସନ୍ଦେହ ସୃଷ୍ଟି କରିବା ପାଇଁ ସେମାନେ ଇଚ୍ଛା କରିବେ। କିନ୍ତୁ ଆମମାନେ ତାଙ୍କର ଆଗମନକୁ ଆମମାନେ ପ୍ରେମ ଜ୍ଞାନ କରିବା। ହାଲେଲୁୟା। ପ୍ରିୟ ଜ୍ଞାନ କରିବା। ଲେଖାଯାଏ ଯେଉଁମାନେ ତାଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ସେମାନଙ୍କୁ ନିମନ୍ତେ ସେ ପ୍ରକାଶିତ ହେବେ। ତେବେ ଏଇ ସ୍ଥାନରେ ଆମେ ଦେଖିପାରୁଛୁ ଯେ ଏପରି ଲୋକ ଶେଷ କାଳରେ ବାହାରିବେ। ଏଇଟା ହଉଛି ଫାର୍ଷ୍ଟ ପାର୍ଟ। ସେକେଣ୍ଡ ପାର୍ଟ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯାହାକି ବହୁତ ପାୱାରଫୁଲ, ଧ୍ୟାନର ସହିତ ଶୁଣିବେ। ଶେଷ କାଳରେ ଆଉ ଗୋଟେ ମାନେ ଦ ଗ୍ରେଟ ମାନେ ରିମାର୍କେବଲ ଘଟଣା ଗୋଟେ ଘଟିବ, ଆଉ ବହୁତ ଇମ୍ପୋର୍ଟାଣ୍ଟ ମଣ୍ଡଳୀ ପାଇଁ ତାହା। ଆଉ ତାହା କଣ ନା, ଶେଷ କାଳରେ ପ୍ରଭୁ ଆପଣ ଆତ୍ମାଙ୍କୁ ବୃଷ୍ଟି ଢାଳି ଦେବେ। ଆମେନ୍। ହାଲେଲୁୟା। ଭେରି ଇମ୍ପୋର୍ଟାଣ୍ଟ। ଆଉ ସେ ଆତ୍ମାଙ୍କୁ ବୃଷ୍ଟି ପାଇଁ ଏବେ ବର୍ତ୍ତମାନ ଆମେ ଲାଳାୟିତ ବା ତୃଷିତ ଆଉ କ୍ଷୁଧିତ ହେବା ଦରକାର। ଶେଷ କାଳରେ ଦୁଇଟା ଘଟଣା ଘଟିବ। ଗୋଟେ କଥା ହଉଛି ଯୋଉଟା କି ଯିଶାୟା 60 ପର୍ବ ଟିକେ ବାହାର କରିବା। ବର୍ତ୍ତମାନ ସେକେଣ୍ଡ ପାର୍ଟ, ମୋ ପାଖରେ ଆଉ ଅଧଘଣ୍ଟା ଅଛି, ଆଉ ସେକେଣ୍ଡ ପାର୍ଟକୁ ଆମେ ଧ୍ୟାନରେ ଶୁଣିବା। ଯିଶାୟା 60 ର 1, 2, 3 ଟିକେ ପଢନ୍ତୁ। ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। କାରଣ ଦେଖ, ଅନ୍ଧକାର ପୃଥିବୀ କି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ। ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ।
ପୁଣି ଅନ୍ୟ ଦିଶ୍ୟ ମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। ଧନ୍ୟବାଦ। ଆମେ ବର୍ତ୍ତମାନ ଯୋଉ ଅଧଘଣ୍ଟା ଯାକ ଆମେ ଶୁଣିଲୁ ତାହା ହଉଛି କଣ ନା ଅନ୍ଧକାର ପୃଥିବୀକୁ ଆଚ୍ଛନ୍ନ କରିବା କଥା ଲେଖାଯାଏ। କାରଣ ଦେଖ ଅନ୍ଧକାର ପୃଥିବୀ କି ଆଉ ଘୋର ଅନ୍ଧକାର ଗୋଷ୍ଠୀ ବର୍ଗକୁ ଆଚ୍ଛନ୍ନ କରିବ ମାତ୍ର ତୁମ୍ଭ ଉପରେ। ହାଲେଲୁୟା। ସେଇ ସବୁ ଜାଗତିକ ଲୋକମାନଙ୍କୁ ଅନ୍ଧକାର ଘେରିବ। ଜାଗତିକ ଲୋକମାନେ ସେଇ ବିଷୟରେ ଭ୍ରାନ୍ତ ହେବେ। ଯୋଉମାନେ କି ମାନେ ଖ୍ରୀଷ୍ଟିଆନ ବଟ୍ ଜାଗତିକ, ବହୁତ ଜଣ କଣ ଆତ୍ମିକ ନୁହନ୍ତି, ଖ୍ରୀଷ୍ଟିଆନ ନାକୁ ଦ ନେମ୍ ସେ ଖ୍ରୀଷ୍ଟିଆନ, ସେମାନେ ଯୋଉମାନେ କି ନାମଧାରୀ ଖ୍ରୀଷ୍ଟିଆନ ସେମାନେ ଭ୍ରାନ୍ତ ହେଇଯିବେ। କିନ୍ତୁ ଯୋଉମାନେ ଆତ୍ମିକ ଖ୍ରୀଷ୍ଟିଆନ, ହାଲେଲୁୟା, ସେମାନଙ୍କ ଉପରେ ପ୍ରଭୁଙ୍କର ଦୀପ୍ତି ଉଦିତ ହେବ ଆଉ ତାଙ୍କ ପ୍ରତାପ ତୁମ ଉପରେ ଦେଖାଯିବ। ହାଲେଲୁୟା। ଏଣୁ କୁହାଯାଏ ଉଠ ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦା ପ୍ରଭୁଙ୍କ ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। ଆଉ ଅନ୍ଧକାର ପୃଥିବୀକୁ ଆଚ୍ଛନ୍ନ କରିବ, ଘୋର ଅନ୍ଧକାର ଗୋଷ୍ଠୀ ବର୍ଗକୁ ଆଚ୍ଛନ୍ନ କରିବ, ମାତ୍ର ତୁମ୍ଭ ଉପରେ ସଦା ପ୍ରଭୁ ଉଦିତ ହେବେ। ଆମେନ୍। ଆମେ ସବୁବେଳେ ଆମେ ଏଇ ଆଶା ସହିତ ଉଠିବା ଦରକାର ଯେ ସଦା ପ୍ରଭୁଙ୍କର ପ୍ରତାପ ମୋ ଉପରେ ଉଦିତ ହେବ, ସଦା ପ୍ରଭୁଙ୍କର ମହିମା ମୋ ଜୀବନ ଦ୍ଵାରା ହବ, ସଦା ପ୍ରଭୁଙ୍କର ଗୌରବ ମୋ ଜୀବନ ଦ୍ଵାରା ହବ, ସଦା ପ୍ରଭୁଙ୍କର ଶକ୍ତି ମୋ ଦ୍ଵାରା ପ୍ରକାଶିତ ହେବ। ଏଇ ଭାବେ ଆମେ ପ୍ରତିଦିନ ଉଠିବା ଦରକାର। ଶେଷ କାଳରେ ପ୍ରଭୁ ଆତ୍ମା ଢାଳି ଦେବେ, ଜୟେଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକରେ ଲେଖାଯାଏ। ଆଉ ସେ ଯେତେବେଳେ ସେ ଆତ୍ମା ଢାଳି ଦେବେ ଆପଣଙ୍କ ଜୀବନ ଦ୍ଵାରା ସଦା ପ୍ରଭୁ ଉଦିତ ହେବେ। ହାଲେଲୁୟା। ଆପଣଙ୍କ ଜୀବନ ଦ୍ଵାରା ତାଙ୍କର ପାୱାର ମାନifest ହେବ, ଆପଣଙ୍କ ଜୀବନ ଦ୍ଵାରା ତାଙ୍କର ହିଲିଂ ମାନifest ହେବ, ଆପଣଙ୍କ ଜୀବନ ଦ୍ଵାରା ଗ୍ଲୋରି ମାନifest ହେବ। ଅର୍ଥାତ୍ ଈଶ୍ୱରଙ୍କ ରାଜ୍ୟ ଆପଣଙ୍କ ଦ୍ଵାରା ଶକ୍ତିରେ ପ୍ରକାଶିତ ହେବ। এইটা হচ্ছে সেকেন্ড পার্ট, ଯାହାକି ଭେରି ଇମ୍ପୋର୍ଟାଣ୍ଟ ପ୍ରତ୍ୟେକ ପ୍ରଭୁଙ୍କ ଦାସ ଦାସୀ ଭାଇ ଭଉଣୀ ମାନଙ୍କ ପାଇଁ, ଯୋଉଟା ଆମେ କ୍ୟାଚ୍ କରିବା ଦରକାର। ଫାର୍ଷ୍ଟ ପାର୍ଟରେ ଆମେ ରହିବାକୁ ହେବ ନାହିଁ, ଆମେ ସେକେଣ୍ଡ ପାର୍ଟରେ ଆସିବାକୁ ପଡିବ। ସେଇ ପାର୍ଟଟି ହଉଛି ଜାଗତିକ ଲୋକ ପାଇଁ, ଏଇ ପାର୍ଟଟା ହଉଛି ଆତ୍ମିକ ଲୋକ ପାଇଁ। ପ୍ରେଜ୍ ଦ ଲର୍ଡ। ଯୋଉମାନେ ପ୍ରଭୁଙ୍କ ପାଇଁ ମନୋଯୋଗୀ, ଯୋଉମାନେ ଆତ୍ମାରେ ଭର୍ତ୍ତି ହେବା ପାଇଁ ତୃଷିତ ଏବଂ କ୍ଷୁଧିତ, ସେମାନଙ୍କ ଉପରେ ସେମାନଙ୍କ ଦ୍ଵାରା ସଦା ପ୍ରଭୁ ଉଦିତ ହେବେ। ମାନେ ଆପଣଙ୍କ ଦ୍ଵାରା ଖ୍ରୀଷ୍ଟ ପ୍ରକାଶିତ ହେବେ, ଆପଣଙ୍କ ଦ୍ଵାରା ସଦାପ୍ରଭୁଙ୍କର ଶକ୍ତି ପ୍ରକାଶିତ ହେବ। ମୋଶାଙ୍କ ଦ୍ଵାରା ପରମେଶ୍ୱରଙ୍କ ଶକ୍ତି ପ୍ରକାଶିତ ହେଇଥିଲା, ପାଉଲଙ୍କ ଦ୍ଵାରା ପରମେଶ୍ୱରଙ୍କ ଶକ୍ତି ପ୍ରକାଶିତ ହେଇଥିଲା, ଶିଷ୍ୟମାନଙ୍କ ଦ୍ଵାରା ପରମେଶ୍ୱରଙ୍କ ଶକ୍ତି ପ୍ରକାଶିତ ହେଇଥିଲା। ଆପଣଙ୍କ ଦ୍ଵାରା ମଧ୍ୟ ଏ ଶେଷ କାଳରେ ପରମେଶ୍ୱର ଉଦିତ ହେବା ପାଇଁ ଚାହାନ୍ତି। ହାଲେଲୁୟା। ଆପଣଙ୍କ ଦ୍ଵାରା ସେ ତାଙ୍କର ପାୱାରକୁ ମ୍ୟାନିଫେଷ୍ଟ କରିବା ପାଇଁ ଚାହାନ୍ତି। ବଟ୍ କଥାଟା ହେଉଛି କଣ ଆମେ ସେଥିପାଇଁ ତୃଷିତ କି? କାରଣ ପ୍ରଭୁ କହନ୍ତି ଆମେ ତୃଷିତ ଉପରେ ଆମେ ଜଳ ଢାଳିବା। ଯିଶାୟ ତାର 44 ତାର 3 ପଦ। କାରଣ ଆମ୍ଭେ ତୃଷିତ ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା, ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ଢାଳିବା। ହାଲେଲୁୟା। ବହୁତ ପାୱାରଫୁଲ ଭର୍ସାକୁ ଅଣ୍ଡରଲାଇନ କରି ରଖନ୍ତୁ। ପ୍ରଭୁ କହନ୍ତି ଆମେ ତୃଷିତ ଉପରେ ଜଳ ଢାଳିବା। ମାନେ ଏଇ ଜଳ କାହାକୁ ବୁଝାଏ? ପବିତ୍ର ଆତ୍ମା ରୂପୀ ଜଳ ବା ପବିତ୍ର ଆତ୍ମାଙ୍କୁ ବୁଝାଏ। ଶେଷ କାଳରେ ପ୍ରଭୁ ପବିତ୍ର ଆତ୍ମାଙ୍କୁ ବୃଷ୍ଟି ଢାଳି ଦେବେ। ତା ଆମେ ଜଏଲରେ ପଢିବା କିଛି ସମୟ ଗଲା ପରେ। ଓ ଶୁଷ୍କ ଭୂମି ଉପରେ ଆମେ ଜଳସ୍ରୋତ ଢାଳିବା। ଶୁଷ୍କ ଭୂମି କାହାକୁ ବୁଝାଏ? ଯୋଉମାନେ କି ଆତ୍ମାରେ ଦିନହୀନ, ଯୋଉମାନେ କି ଆତ୍ମିକ ବିଷୟ ପାଇଁ ତୃଷିତ, ଯୋଉମାନେ ଆତ୍ମିକ ବିଷୟ ପାଇଁ କ୍ଷୁଧିତ, ସେମାନଙ୍କୁ ବୁଝାଏ। ଭୋକିଲା, ଶୁଷ୍କ କାହାକୁ ବୁଝାଏ? ଭୋକିଲା, ଯେ କି ଯାହାକୁ ଭୋକ ଲାଗୁଥିବ ଆତ୍ମିକ ବିଷୟ ପାଇଁ, ଯାହାକୁ କି ପରମେଶ୍ୱରଙ୍କ ବାକ୍ୟ ପାଇଁ ଭୋକ, ଯାହାକୁ କି ଆତ୍ମାରେ ପୂର୍ଣ୍ଣ ହବା ପାଇଁ ଭୋକ, ଯାହାକୁ କି ଈଶ୍ୱରଙ୍କ ଶକ୍ତିରେ ପୂର୍ଣ୍ଣ ହବା ପାଇଁ ଭୋକ, ସେଇପରି ବ୍ୟକ୍ତିକୁ ବୁଝାଏ। ଆଉ କ୍ଷୁଧିତ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ହାଲେଲୁୟା। ଆପଣ ଯଦି ପବିତ୍ର ଆତ୍ମାରେ ପୂର୍ଣ୍ଣତା ପାଇଁ ତୃଷିତ, ପ୍ରଭୁ ଆପଣଙ୍କୁ ପରିତୃପ୍ତ କରିବେ। କଣ ଆପଣ ଈଶ୍ୱରଙ୍କ ଶକ୍ତିକୁ ଦେଖିବା ପାଇଁ ତୃଷିତ, ପ୍ରଭୁ ଆପଣଙ୍କୁ ପରିତୃପ୍ତ କରିବେ, ଆପଣଙ୍କୁ ଦେଖେଇବେ। ସେ କହନ୍ତି ଶୁଷ୍କ ଭୂମି ଉପରେ ଆମେ ଜଳସ୍ରୋତ ଢାଳି ଦେବା। ପ୍ରଥମ କଥା ହଉଛି ମାନେ ତୃଷିତ ଉପରେ ଜଳ ଢାଳିବା। ଆଉ ଯଦି ଅଧିକ ଆପଣ ତୃଷିତ ହେବେ, କ୍ଷୁଧିତ ହେବେ,
ତାହେଲେ ଜଳ ସ୍ରୋତ ଢାଳି ଦେବେ। ଗୋଟେ ହଉଛି ଜଳ ଢାଳିବା, ଆଉ ଗୋଟେ ହଉଛି ଜଳ ସ୍ରୋତ ଢାଳିବା। ବହୁତ ଆମ ଜୀବନରେ ବର୍ତ୍ତମାନ ଜଳ ଢଳା ହେବା ବିଷୟକୁ ଆମେ ଦେଖିଛୁ, କିନ୍ତୁ ଜଳ ସ୍ରୋତ ଯେତେବେଳେ ପ୍ରଭୁ ଢାଳି ଦେବେ ସେଇ ବିଷୟକୁ ଆମେ ଆକାଂକ୍ଷା କରିବା ଦରକାର। ପ୍ରଭୁ ତୁମେ ଜଳ ସ୍ରୋତ ଢାଳି ଦିଅ। ଯେତେବେଳେ ସେ ଜଳ ସ୍ରୋତ ଢାଳି ଦେବେ ମାନେ ସେ ଜଳ ସ୍ରୋତ ପ୍ରବାହିତ ହେବ ଆଉ ଅନେକଙ୍କୁ ଆଶୀର୍ବାଦ କରିବ। ଯେତେବେଳେ ପ୍ରଭୁ ଜଳ ଢାଳିବେ ସେଟା ଆମ ବ୍ୟକ୍ତିଗତ ପାଇଁ। ଯେତେବେଳେ ଆପଣ ଆହୁରି ଅଧିକ କ୍ଷୁଧିତ ହେବେ ଜଳ ସ୍ରୋତ ଢାଳି ଦେବେ ଆଉ ଜଳ ସ୍ରୋତ ଅନ୍ୟମାନଙ୍କର ଆଶୀର୍ବାଦର କାରଣ ହେବ, ଜଳ ସ୍ରୋତ ଅନ୍ୟମାନଙ୍କର ଉଦ୍ଧାର କାରଣ ହେବ। ଉଦାହରଣ ପାଇଁ କହୁଛି, ମନେ କରନ୍ତୁ ଆପଣ ପ୍ରାର୍ଥନାରେ ଅଛନ୍ତି, ଅନ୍ୟମାନଙ୍କୁ ଉଦ୍ଧାର କରିବା ମନ ଆପଣଙ୍କ ଅଛି, ହୃଦୟ ଆପଣଙ୍କର ଅଛି। ପ୍ରଭୁ ଏପରି କାର୍ଯ୍ୟ କରିବେ, ଜଣକୁ ଭୂତ ଲାଗିଯିବ, ଜଣେ ବିଜାତି ଲୋକକୁ, ଅନ୍ୟ ଜାତି ଲୋକକୁ, ଆଉ ସେମାନେ ଆପଣଙ୍କ ନିକଟକୁ ଆଣିବେ, ଆପଣ ପ୍ରାର୍ଥନା କରିବେ, ସେ ମୁକ୍ତ ହେଇଯିବ ଆଉ ସେ ଯୀଶୁଙ୍କୁ ପାଇଯିବ। ହାଲେଲୁୟା। ତ ଆପଣଙ୍କର କ୍ଷୁଧା, ଆପଣଙ୍କର ଆତ୍ମିକ ଜୀବନ, ଆପଣଙ୍କ ପ୍ରାର୍ଥନା ଦ୍ଵାରା ଅନ୍ୟମାନଙ୍କ ନିକଟରେ ଜଳ ସ୍ରୋତ ପ୍ରବାହିତ ହେବ। ପ୍ରେଜ୍ ଦ ଲର୍ଡ। ଆମେନ୍। ହାଲେଲୁୟା। ତେବେ ଆମେ ହାଲେଲୁୟା। କେବଳ ତୃଷିତ ଭାବେ ରହିବା ନାହିଁ, ଆମେ ଶୁଷ୍କ ଭୂମି ଭାବେ ମଧ୍ୟ ଆମେ କ୍ଷୁଧିତ ହେବା। ଆମେ ଜଳ ସ୍ରୋତକୁ ମଧ୍ୟ ଆମେ ଆକାଂକ୍ଷା କରିବା। କେବଳ ଜଳ ନାହିଁ, ଜଳ ସ୍ରୋତ। ତାର ଯଦି ଆଗକୁ ଟିକେ ଯିବେ, ଆମ୍ଭେ ତୁମ ବଂଶ ଉପରେ ଆପଣ ଆତ୍ମା ଓ ତୁମ ସନ୍ତାନ ଗଣ ଉପରେ ଆପଣ ଆଶୀର୍ବାଦ ଢାଳିବା। ହାଲେଲୁୟା। ତାପରେ ପ୍ରଭୁ କହନ୍ତେ କେବଳ ସେତିକିରେ ଆମେ ତୁମକୁ ରହିଯିବା ନାହିଁ, ତୁମ ବଂଶ ଉପରେ ଆମେ ଆତ୍ମା ଢାଳିଦେବା। ଆମେନ୍। ପ୍ରଭୁ ଆପଣଙ୍କ ବଂଶ ଉପରେ ଆତ୍ମା ଢାଳିବା ପାଇଁ ଚାହାନ୍ତି। ମନେ କରନ୍ତୁ ଆପଣଙ୍କ ବଂଶରେ କିଏ ଉଦ୍ଧାର ପାଇନାହାନ୍ତି, କିଏ ରକ୍ଷା ପାଇନାହାନ୍ତି, କିଏ ମୁକ୍ତି ପାଇନାହାନ୍ତି, ପ୍ରଭୁ ଆତ୍ମା ଢାଳି ଦେବେ ଆଉ ସେମାନଙ୍କ ମାଇଣ୍ଡ ହାର୍ଟ ଚେଞ୍ଜ ହେଇଯିବ। ସେମାନେ ଆଜି ଯୀଶୁଙ୍କୁ ଜାଣିନାହାନ୍ତି, ବଟ୍ ଯେତେବେଳେ ପ୍ରଭୁଙ୍କ ଆତ୍ମା ଢାଳି ଦେବେ ସେମାନେ ଯୀଶୁଙ୍କୁ ବିଶ୍ୱାସ କରିବାକୁ ଲାଗିବେ। ତାଙ୍କର ଜ୍ଞାନ ଚକ୍ଷୁ ଖୋଲିଯିବ, ତାଙ୍କର ଆତ୍ମିକ ଚକ୍ଷୁ ଖୋଲିଯିବ। ପ୍ରଭୁ କହନ୍ତି ଆମେ ତୁମ ବଂଶ ଉପରେ ଆତ୍ମା ଢାଳିବା, ବଂଶକୁ ଉଦ୍ଧାର କରିଦେବା। ହାଲେଲୁୟା। ତାପରେ ସେ କହନ୍ତି, ମାନେ ଆମେ ଯଦି ଦେଖିବା କର୍ନେଲିୟଙ୍କ ଗୃହରେ ସବୁ ବିଜାତି ଲୋକ ଥିଲେ, ପ୍ରଭୁ ଆତ୍ମା ଢାଳି ଦେଲେ, ପରଭାଷା କହିବାକୁ ଲାଗିଲେ ସମସ୍ତେ। ବାପ୍ତିସ୍ମ ନେବା ପୂର୍ବରୁ ପରଭାଷା। ହାଲେଲୁୟା। ଶିଷ୍ୟମାନେ ଆଶ୍ଚର୍ଯ୍ୟ ହେଇଗଲେ, ଆରେ ପିତର ଏ କି କଲ? ପିତର କଣ ଯୋଗ କରିବାକୁ ଲାଗିଲେ, ପିତର ତୁମେ ଏ କି କଲ? ସେମାନେ ବାପ୍ତିସ୍ମ ନେଇନାହାନ୍ତି, ସେମାନେ ବିଜାତି ଲୋକ, ଆଉ କେମିତି ତୁମେ ପରଭାଷାର ଦାନ ସେମାନଙ୍କୁ ଦେଇଦେଲ? ପିତର କହିଲେ କଣ ମୁଁ ଦେଲି କି? ପେଣ୍ଟିକୋସ୍ତ ଦିବସରେ ଯେଉଁ ପ୍ରଭୁ ବିନା ମୂଲ୍ୟରେ ଆମମାନଙ୍କୁ ଅନୁଗ୍ରହ କରି ଯେମିତି ଢାଳି ଦେଲେ, ଠିକ ସେଇଠି, ଠିକ ସେଇପରି ଏଇ ସ୍ଥାନରେ ମଧ୍ୟ ପ୍ରଭୁ ଢାଳି ଦେଲେ। ହାଲେଲୁୟା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ସେଇପରି ବିଜାତି ଲୋକମାନଙ୍କ ଉପରେ ମଧ୍ୟ ଆତ୍ମା ଢାଳି ଦେବେ। ଆମେନ୍। ଆଉ ସେମାନେ ପରିବର୍ତ୍ତନ ହେଇଯିବେ, ସେମାନଙ୍କ ହାର୍ଟ ଚେଞ୍ଜ ହେଇଯିବ, ସେମାନଙ୍କ ମାଇଣ୍ଡ ଚେଞ୍ଜ ହେଇଯିବ। ସବୁ ଡିପେଣ୍ଡ କରେ ଆପଣଙ୍କର ତୃଷା ଉପରେ। ସବୁ ଡିପେଣ୍ଡ କରେ ଆପଣଙ୍କ ପ୍ରାର୍ଥନା ଓ କ୍ଷୁଧା ଉପରେ। ଆଜି ଲୋକ ଚେଞ୍ଜ ହଉନାହାନ୍ତି, କାରଣ ହଉଛି ଖ୍ରୀଷ୍ଟିଆନ ମାନେ ପ୍ରାର୍ଥନା କରୁନାହାନ୍ତି। ସେଥିପାଇଁ କାହିଁକି ନା ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରେ। ହେଲେ ଧାର୍ମିକ ବ୍ୟକ୍ତି ଯଦି ପ୍ରାର୍ଥନା ନ କରିବ ତେବେ ଅନେକ କାର୍ଯ୍ୟ ସାଧନ ହେବ କି? ନାଇଁ। ଏଣୁ ଧାର୍ମିକ ବ୍ୟକ୍ତି ଆଜି ଅଧିକ ସମୟ ଆତ୍ମାରେ ପୂର୍ଣ୍ଣ ହୋଇ ପରଭାଷାରେ ପ୍ରାର୍ଥନା କରିବା ଦରକାର। ତେବେ ଦେଖିବେ ଦ ଗ୍ରେଟ୍ ଚେଞ୍ଜ ଆପଣ ନିଜ ଏରିଆରେ ଆପଣ ଦେଖିପାରିବେ। ଲୋକମାନଙ୍କ ଭୂତଗ୍ରସ୍ତ ଲୋକ ମୁକ୍ତ ହେବେ, ଲୋକମାନେ ରୋଗରୁ ସୁସ୍ଥ ହେବେ, ହିଲିଂ ହେବ, ମିରାକଲ ହେବ, ପ୍ରଭୁଙ୍କର ଶକ୍ତି ଆପଣଙ୍କ ଦ୍ଵାରା ଉଦିତ ହେବ। ଟିକେ ଆଗକୁ ଯିବା। ଥ୍ୟାଙ୍କ ୟୁ ହୋଲି ସ୍ପିରିଟ୍, ଥ୍ୟାଙ୍କ ୟୁ ଜିସସ୍। ଜଏଲ କୁ ଯିବା। ଜଏଲ ପୁସ୍ତକ 2 ଅଧ୍ୟାୟ ଆମେ ଜାଣିଛୁ 28 ପଦ। ଜଏଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 2 ଅଧ୍ୟାୟ 28 ପଦ। ପୁଣି ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣ ଆତ୍ମା ଢାଳିବା, ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟତ ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ। ଧନ୍ୟବାଦ। ତା ତଳ ପଦ ଯେତେବେଳେ ପଢିବେ ଆପଣ ଜାଣିପାରିବେ ଯେ ଏଇଟା ହଉଛି ଶେଷ କାଳର କଥା ପ୍ରଭୁ ପ୍ରକାଶ କରୁଛନ୍ତି। ମାନେ ପ୍ରଭୁଙ୍କର ଦ୍ୱିତୀୟ ଆଗମନ ବା ପ୍ରଭୁଙ୍କର ଆଗମନ ସମୟରେ ମାନେ ଗ୍ରେଟ୍ ରିଭାଇଭାଲ ଗୋଟେ ଆସିବ ମୋ ପ୍ରିୟ ମାନେ, ଗ୍ରେଟ୍ ରିଭାଇଭାଲ। ଯେତେବେଳେ ପ୍ରଭୁ ଆତ୍ମା ଢାଳି ଦେବେ, ଆପଣ ବର୍ତ୍ତମାନ ପଞ୍ଜାବରେ ଦେଖନ୍ତୁ ଆତ୍ମା ଢଳା ହେଇଯାଇଛି, ପୁରା ବାୟା ହେଇଯାଇଛନ୍ତି ସବୁ ପୁରା। ମାନେ ସେ ନ୍ୟୁଜ ଚ୍ୟାନେଲ ମାନେ ଯାଉଛନ୍ତି ଇଣ୍ଟରଭ୍ୟୁ ନେବା ପାଇଁ, ସେ ନ୍ୟୁଜ ଚ୍ୟାନେଲ ବାଲା ମାନେ ବାୟା ହେଇଯାଇଛନ୍ତି।
କାହିଁକି ଏପଟେ ପଞ୍ଜାବୀ ପାଇଁ ସବୁ ବାହା ହେଇଯାଇଛନ୍ତି। ସେମାନେ ତ डायरेक्ट कहते हम हिंदू नहीं बने हैं, हमारा जीवन परिवर्तन हुआ है। सॉरी, हम क्रिश्चियन नहीं बने हैं, हम हिंदू ही है लेकिन हमारा जीवन बदल गया है। हालेलुया। हम यीशु को मानेंगे, यीशु को मानते हैं, हमारा धर्म नहीं बदला है लेकिन हमारा जीवन बदल गया है। ମାନେ ସେମାନେ ଏପରି କହୁଛନ୍ତି। ଆଉ ନ୍ୟୁଜ ଚ୍ୟାନେଲ ବାଲା ମାନେ କିଛି କହିପାରୁ ନାହାନ୍ତି। ବହୁତ ଏକ୍ସଟ୍ରା ଅର୍ଡିନାରୀ ମିରାକଲ ଯାକ ହଉଛି ପଞ୍ଜାବରେ। ପୁରା ପଞ୍ଜାବ ଷ୍ଟେଟ ରୁ ଷ୍ଟେଟ 90% ଲୋକ ମାନେ ଯୀଶୁଙ୍କୁ ବିଶ୍ୱାସ କରି ଚାଲି ଆସିଲେଣି। ଭୟଙ୍କର ଗ୍ରେଟ୍ ରିଭାଇଭାଲ। ଆପଣ ଏବେ ଓଡିଶାରେ ମଧ୍ୟ ଏପରି ରିଭାଇଭାଲ ଦେଖିବାକୁ ଯାଉଛନ୍ତି। ୟେସ୍, ଆପଣଙ୍କ ଆମେନ୍ ମିନିଷ୍ଟ୍ରିରେ ଏ ପ୍ରକାର ଆମେନ୍ ରିଭାଇଭାଲ ଆମେନ୍ ଆପଣ ଦେଖିବା ପାଇଁ Amen. ଯାଉଛନ୍ତି। କାରଣ ପ୍ରଭୁ କହନ୍ତି ଆମେ ଆତ୍ମା ଢାଳିଦବା। ହାଲେଲୁୟା। ପ୍ରଭୁ କହନ୍ତି ଆମେ ଆତ୍ମା ଢାଳିଦବା। ଏଣୁ ଆପଣ ମାନେ ଏଇ ଆତ୍ମାର ବୃଷ୍ଟି ପାଇଁ ମାନେ ଆପଣ ମାନେ ଗୋଟେ ଆକାଂକ୍ଷା ରଖନ୍ତୁ, ଗୋଟେ ତୃଷିତ ହୁଅନ୍ତୁ, ଶୁଷ୍କ ଭୂମି ସଦୃଶ ହୁଅନ୍ତୁ ଆତ୍ମାଙ୍କ ବୃଷ୍ଟି ପାଇଁ। ଦେଖିବେ ମାନେ ଗ୍ରେଟ୍ ଆଶ୍ଚର୍ଯ୍ୟ ଭାବେ ଆପଣ ଯଦି ଦେଖିବେ ପ୍ରେରିତ ପୁସ୍ତକରେ, ପ୍ରେରିତ ପୁସ୍ତକ ତାର 2 ଅଧ୍ୟାୟରେ ପିତର ଯେତେବେଳେ ପ୍ରଚାର କଲେ, କେଉଁମାନଙ୍କୁ ପ୍ରଚାର କଲେ ଲେଖାଯାଏ ସେଇ ସମୟରେ ଜେରୁସାଲେମରେ ମାନେ ପୃଥିବୀର ଚାରି କୋଣରୁ କଠୋର ଜିହୁଦୀ ମାନେ ଆସିଥିଲେ। ସାଧାରଣ ଲୋକ ନାହିଁ, କି ଜିହୁଦୀ? କଠୋର ଜିହୁଦୀ। ଆଉ ଯେତେବେଳେ ପ୍ରଭୁ ଆତ୍ମା ଢାଳି ଦେଲେ ସେ କଠୋର ଜିହୁଦୀ ମାନେ ବି ପରିବର୍ତ୍ତନ ହେଇଗଲେ। ହାଲେଲୁୟା। ଦ୍ୟାଟ୍ ୱାଜ ଏ ଗ୍ରେଟ୍ ମିରାକଲ। 3000 ଜିହୁଦୀ ଲୋକମାନେ ସେଦିନ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ ବୋଲି ଲେଖା ହେଇଛି। ବାପ୍ତିସ୍ମ ନେଲେ ବୋଲି ଲେଖା ହେଇଛି। ୱାନ୍ ଟାଇମ ରେ ଗୋଟେ ପ୍ରଚାରରେ 3000 ଲୋକ ଚେଞ୍ଜ ହେବା କଣ ସମ୍ଭବ? ଆଉ ସେଟା କଣ ସାଧାରଣ ଲୋକ ମାନେ ଥିଲେ? ମାନେ କଠୋର ଜିହୁଦୀ ମାନେ ଥିଲେ। ସେମାନେ ଅନ୍ୟ ଧର୍ମକୁ ମାନିବାଟା ଅସମ୍ଭବ, କିନ୍ତୁ ସେମାନେ ଯୀଶୁଙ୍କୁ ମାନିବାକୁ ଲାଗିଲେ। ପ୍ରେଜ ଦ ଲର୍ଡ। ମାନେ ଦେଖନ୍ତୁ କଣ ପାଇଁ? ବିକଜ ଅଫ ଦ ହୋଲି ସ୍ପିରିଟ, ଆଉଟପୋରିଂ ଅଫ ଦ ହୋଲି ସ୍ପିରିଟ। ଆଉ ସେ ପେଣ୍ଟିକୋଷ୍ଟ ଦିବସରୁ ଆତ୍ମା ଢଳା ଯାଉଛି, ଆତ୍ମା ଢଳା ଯାଉଛି, ଢଳା ଯାଉଛି। ଆଉ ଆଦ୍ୟ ବୃଷ୍ଟି ଅପେକ୍ଷା ଶେଷ ବୃଷ୍ଟି ଭୟଙ୍କର ହେବାକୁ ଯାଉଛି। ହାଲେଲୁୟା। ଏରା ହଉଛି ଶେଷ କାଳର କଥା ମୁଁ ଆପଣଙ୍କ ମାନଙ୍କୁ ଜଣାଉଛି। ଶେଷ କାଳରେ ପୁନର୍ବାର ପ୍ରଭୁ ଆତ୍ମା ଢାଳିବେ, ଢାଳୁଛନ୍ତି। ବର୍ତ୍ତମାନ ମଧ୍ୟ ମାନେ ଆତ୍ମା ଢଳା ଚାଲିଛି ମୋ ପ୍ରିୟ ମାନେ, ନହେଲେ ଲୋକମାନେ ପରିବର୍ତ୍ତନ ହେଇନଥାନ୍ତେ। ଇଟ୍ ଇଜ ଦ ହୋଲି ସ୍ପିରିଟ ହୁ ଚେଞ୍ଜ ଦ ହାର୍ଟସ ଅଫ ଦ ପିପୁଲ। ଟିକେ ଆମେ ପ୍ରେରିତ ପୁସ୍ତକକୁ ଯିବା, 2 ପର୍ବକୁ ଯିବା। 16 ରୁ 21 ଦେଖିବା। ଲମ୍ବା ହେଇଯିବ, ମୁଁ ଟିକେ ଯୋଉଟା ଇମ୍ପୋର୍ଟାଣ୍ଟ ସେଇଟା ପଢି ଦଉଛି। ପ୍ରେରିତ 2 ର 17 ପଦ ପଢୁଛି। ଈଶ୍ୱର କହନ୍ତି ଶେଷ କାଳରେ, ହାଲେଲୁୟା, ଏପରି ଘଟିବ ଯେ ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣ ଆତ୍ମା ବୃଷ୍ଟି କରିବା। ସେ କହିଲେ କି ଶେଷ କାଳରେ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଆତ୍ମା ଢାଳିବା ବୋଲି କହିଲେ କି? ଲେଖାଯାଏ ସମସ୍ତ ମର୍ତ୍ତ୍ୟ ଉପରେ, ଅର୍ଥାତ ଇଂଲିଶରେ ଲେଖାଯାଏ ଅପନ୍ ଏଭ୍ରି ଫ୍ଲେଶ। ପ୍ରତ୍ୟେକ ଫ୍ଲେଶ ଉପରେ ଆମେ ଆତ୍ମା ଢାଳିଦେବା। ଏକରେ ଦାସ ଦାସୀ ଉପରେ ତ ଢାଳିବା ବୋଲି କହନ୍ତି, ସନ୍ତାନ ସନ୍ତତି ଉପରେ ଢାଳିବା ବୋଲି କହନ୍ତି। ତା ସହିତ ପ୍ରତ୍ୟେକ ଫ୍ଲେଶ ଉପରେ, ମାନେ ବିଜାତି ମାନଙ୍କ ଉପରେ ବି ଆତ୍ମା ଢାଳିଦେବା ବୋଲି ସେ କହନ୍ତି। ଏଭ୍ରି ଫ୍ଲେଶ, ଇଂଲିଶରେ ଲେଖାଯାଏ ଅପନ୍ ଅଲ୍ ଫ୍ଲେଶ ବୋଲି ଲେଖାଯାଏ। ସମସ୍ତ ମର୍ତ୍ତ ଉପରେ। ସିଏ ଯେଉଁ ଲୋକ ହେଇଥାଉ ନା କାହିଁକି, ହିନ୍ଦୁ ହେଇଥାଉ, ମୁସଲିମ ହେଇଥାଉ, କି ଶିଖ ହେଇଥାଉ, କି ଜୈନ ଧର୍ମ ହଉ, ଯୋଉ ଧର୍ମ ବି ହେଇଥାଉ ନା କାହିଁକି, ପ୍ରଭୁ କହନ୍ତି ଆମେ ସମସ୍ତ ମର୍ତ୍ତ୍ୟ ଉପରେ, ସବୁ ଜାତିର ଲୋକ ଉପରେ ଆତ୍ମା ଢାଳିଦେବା। ହାଲେଲୁୟା। ସେଇଦିନ ପିତର ପ୍ରଚାର କରିବା ସମୟରେ କଠୋର ଜିହୁଦୀ ମାନଙ୍କ ଉପରେ ଆତ୍ମା ଢାଳିଦେଲେ, ସେମାନେ ଚେଞ୍ଜ ହେଇଗଲେ। ସେଇଦିନ କର୍ଣ୍ଣିଲିୟଙ୍କ ଗୃହରେ ପ୍ରଚାର କରିବା ସମୟରେ ବିଜାତି ମାନଙ୍କ ଉପରେ ଆତ୍ମା ଢାଳିଦେଲେ ପ୍ରଭୁ। ଏମିତି ନାହିଁ ଯେ ବାପ୍ତିସ୍ମ ନେଲା ପରେ ଆତ୍ମା ଢାଳିବେ, ନାଇଁ। ଏଇଠି ଆମେ ଦେଖିପାରୁଛୁ ପ୍ରଚାର କରୁଥିବା ସମୟରେ ଆତ୍ମା ଢାଳିଦେଲେ। ହାଲେଲୁୟା। ଆଉ ସେମାନେ ସବୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ, ଆଉ ପରଭାଷା କହିବାକୁ ଲାଗିଲେ। ଏଇ ଶେଷ କାଳରେ ଏଇପରି ଘଟଣା ଘଟିବ। ପ୍ରଭୁ କହନ୍ତି ମର୍ତ୍ତ୍ୟ ଉପରେ ଆପଣ ବୃଷ୍ଟି କରିବା, ଆତ୍ମାଙ୍କୁ ବୃଷ୍ଟି କରିବା, ସେଥିରେ ତୁମାନଙ୍କ ପୁତ୍ର କନ୍ୟା ଭାବାଣୀ କହିବେ। ଆମେନ। ଆପଣଙ୍କର ପୁତ୍ର, ଆପଣ ପ୍ରାର୍ଥନା କରନ୍ତୁ ନିଜ ପୁଅ ପାଇଁ, ନିଜ ଝିଅ ପାଇଁ, ହେ ପ୍ରଭୁ ମୋ ପୁଅ ଉପରେ ପବିତ୍ର ଆତ୍ମା ଢାଳି ଦିଅ। ତେଣୁ ସେ ଭବିଷ୍ୟତ ବାକ୍ୟ ପ୍ରଚାର କରିବ। ପ୍ରଭୁ ମୋ ଝିଅ ଉପରେ ପବିତ୍ର ଆତ୍ମା ଢାଳି ଦିଅ। କୁହନ୍ତୁ ନାହିଁ ଯେ ମୋ ଝିଅ ବେଶୀ ଦୁଷ୍ଟଟା, ମୋ ପୁଅ ବେଶୀ ଦୁଷ୍ଟ ବୋଲି କୁହନ୍ତୁ ନାହିଁ। ହେଲା, ସେ ପୁଅ ଯେମିତି ବି ହଉ,
से दुष्टामी करुची तेबे आपण प्रार्थना करନ୍ତୁ आत्मा ढाଳି दियो हालेलुया हठात तार दुष्टामी करवा बंद हो जिवो प्रेज द लॉर्ड आपणकर विश्वास ईश्वरଙ୍କ शक्ति उपरे स्थापित हेउ बुद्धि ज्ञान उपरे नाही तेबे आम ए स्थान रे देखि पारछु जे प्रभुंकर महत आ प्रसिद्ध दिनर आगमन पूर्वे माने एई घटना घटिबो माने यीशुंकर आगमन पूर्वे एई घटना घटिबो आ लेखा जाए जे कि प्रभुंक नाम रे प्रार्थना करिवो से परित्राण पाइबो एमती दिन आछी मो प्रिय मान प्रभु लोकन हार्ट चेंज हिजिबो आ से माने प्रभुंक नाम रे प्रार्थना करिबाक लागिबे ସେମାନେ ପରିତ୍ରାଣ ପାଇବାକୁ ଲାଗିବେ ଗ୍ରେଟ୍ ରିଭାଇଭାଲ ଆସିବାକୁ ଯାଉଛି ଏଣ୍ଡ ଟାଇମ ରେ ଏଇ ଶେଷ କାଳରେ ହାଲେଲୁୟା ମାନେ ଯେ ଲେଖା ହେଇଛି ନାଇଁ କି ଆଗ ଲୋକ ପଛ ହେବେ ପଛ ଲୋକ ଆଗ ହେବେ ଏବେ ଯୋଉମାନେ ଫ୍ରଣ୍ଟ ଲାଇନ ରେ ଅଛନ୍ତି ଯୋଉମାନେ କି ଯୋଉମାନେ ଆତ୍ମିକ ନୁହନ୍ତି ଜାଗତିକ ହେଇଯାଇଛନ୍ତି ସେମାନେ ଫାଷ୍ଟ ପାର୍ଟ ମୁଁ ଯୋଉଟା କହିଲି ସେମାନେ ସେମିତି ଭ୍ରାନ୍ତ ହେଇ ଚାଲିଯିବେ କିନ୍ତୁ ଯୋଉମାନେ ପ୍ରଭୁଙ୍କ ପାଇଁ ଗ୍ରେଟ୍ ରିଭାଇଭାଲ ପାଇଁ ତୃଷିତ କ୍ଷୁଧିତ ସେମାନଙ୍କ ଦ୍ୱାରା ପ୍ରଭୁ ମାଇଟି ମିରାକଲ କରିବେ ଆଉ ପ୍ରଭୁ ନିଜେ ସେମାନଙ୍କ ମିନିଷ୍ଟ୍ରି ଦ୍ୱାରା ଉଦ୍ଦିତ ହେବେ ପ୍ରଭୁ ନିଜେ ତାଙ୍କର ଶକ୍ତି ସେମାନଙ୍କ ମିନିଷ୍ଟ୍ରି ଦ୍ୱାରା ପ୍ରକାଶ କରିବେ ଗ୍ରେଟ୍ ରିଭାଇଭାଲ କୁ ପ୍ରଭୁ ଆଣିବାକୁ ଯାଉଛନ୍ତି ମୋ ପ୍ରିୟ ମାନେ ବଟ୍ ଆମେ ସେଇ ଆତ୍ମାଙ୍କ ବୃଷ୍ଟି ପାଇଁ ଆମେ ଲାଳାୟିତ ହେବା ଆମେ କ୍ଷୁଧିତ ତୃଷିତ ହେବା ଆଉ ପ୍ରଭୁ ବିଜାତି ମାନଙ୍କ ଉପରେ ମଧ୍ୟ ସେ ଆତ୍ମା ଢାଳି ଦେବେ ହାଲେଲୁୟା ଆଉ ଗୋଟେ ପଦ ଦେଖିବା ହିତୋପଦେଶ ତାର 1 ଅଧ୍ୟାୟ ତାର 23 ପଦ ମୋ ଅନୁଯୋଗରେ ମନ ଫେରାଅ ଦେଖ ମୁଁ ତୁମ୍ଭମାନଙ୍କ ଉପରେ ଆପଣା ଆତ୍ମା ଢାଳି ଦେବି ମୁଁ ଆପଣା ବାକ୍ୟ ସବୁ ତୁମ୍ଭମାନଙ୍କୁ ଜଣାଇବି ହାଲେଲୁୟା ପ୍ରଭୁ କହନ୍ତି ଦେଖ ମୋହର ଅନୁଯୋଗରେ ମନ ଫେରାଅ ପ୍ରଭୁ କଣ କହନ୍ତି ଦେଖ ଆମେ ଆତ୍ମା ଢାଳି ଦେବା ତେବେ ଆମେ ମନ କୋଉଠି ଦେବା ପ୍ରଭୁଙ୍କର ଏଇ ବାକ୍ୟ ଉପରେ ତାଙ୍କ ଅନୁଯୋଗରେ ଆମେ ମନ ଫେରାଇବା ଆମେ ଇଚ୍ଛା କରିବା ପ୍ରଭୁ ଆମ ସନ୍ତାନ ସନ୍ତତି ଉପରେ ଆତ୍ମା ଢାଳି ଦିଅନ୍ତୁ ଆମେ ଇଚ୍ଛା କରିବା ଆମେ ତୃଷିତ ହେବା ଆମେ ଆକାଂକ୍ଷା କରିବା କ୍ଷୁଧିତ ହେବା କହିବା ପ୍ରଭୁ ତୁମ ଅନୁଯୋଗରେ ମୁଁ ମନ ଫେରାଉଛି ନିଶ୍ଚିତ ତୁମେ ବିଜାତି ମାନଙ୍କ ଉପରେ ଆତ୍ମା ଢାଳି ଦେବ ସେମାନେ ପରିବର୍ତ୍ତନ ହେବେ ନିଶ୍ଚିତ ତୁମେ ମୋ ପୁଅ ଝିଅ ଉପରେ ଆତ୍ମା ଢାଳି ଦେବ ସେମାନେ ପରିବର୍ତ୍ତନ ହେବେ ଏଇ ଫେଥ କୁ ଆମେ ରଖିବା ହାଲେଲୁୟା ଏଇ ଫେଥ କୁ ଆମେ ରଖିବା ତ ଏଇ ସ୍ଥାନରେ ଆମେ ଦେଖିପାରୁଛୁ ଯେ ମନ ଯୋଗରେ ମନ ଫେରା ଦେଖ ମୁଁ ତୁମମାନଙ୍କ ଉପରେ ଆପଣ ଆତ୍ମା ଢାଳି ଦେବି ମୁଁ ଆପଣା ବାକ୍ୟ ସବୁ ତୁମମାନଙ୍କୁ ଜଣେଇବି ଆମେନ୍ ଯେତେବେଳେ ଆମେ ପ୍ରଭୁ ଆତ୍ମା ଢାଳି ଦେବେ ପାୱାରଫୁଲ ବାକ୍ୟ ଗୁଡାକ ଆମ ଜୀବନରୁ ବାହାରିବ ଗ୍ରେଟ୍ ମିଷ୍ଟ୍ରିଜ ଗୁଡାକ ବାହାରିବ ଗଭୀର ବିଷୟ ଗୁଡାକ ଆମ ଜୀବନରୁ ପ୍ରଭୁ ପ୍ରକାଶ କରିବେ ଚକ୍ଷୁ ଯାହା ଦେଖି ନାହିଁ କର୍ଣ୍ଣ ଯାହା ଶୁଣି ନାହିଁ ମନୁଷ୍ୟ ହୃଦୟରେ ଏ ପ୍ରକାର ବିଷୟ ଜାତ ହେଇନାହିଁ ସେଇ ବିଷୟ ଗୁଡାକ ପ୍ରଭୁ ପ୍ରକାଶ କରିବେ ପ୍ରେଜ ଦ ଲର୍ଡ ହାଲେଲୁୟା ଆଉ ଗୋଟେ ଶେଷ ବାକ୍ୟ କହି ମୁଁ ସମାପ୍ତ କରିବି ଆଉ ଏତ ବହୁତ ବଡ ଟପିକ ହିତୋପଦେଶର ରେଫରେନ୍ସ ହିତୋପଦେଶ 1 ପର୍ବ 23 ପଦ ଥ୍ୟାଙ୍କ ୟୁ ଗଡ ବ୍ଲେସ ୟୁ ଆଉ ଗୋଟେ ପଦ କହି ମୁଁ ଶେଷ କରିବି ଯାହାକି ଆପଣ ମାନେ ପୁରା ନିଜର ପଟାରେ ଲେଖି ଦିଅନ୍ତୁ ସେ ପଦଟି ବହୁତ ପାୱାରଫୁଲ ପଦ ଯୀଶୁ ନିଜେ କହିଛନ୍ତି ଆଉ ତାହା ହଉଛି ଜହନ 14 ପର୍ବ 12 ପଦ ମୋର ବହୁତ ଫେଭରେଟ ପଦଟି ଜହନ 14 ପର୍ବ 12 ପଦ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ମୋ ଠାରେ ଯେ ବିଶ୍ୱାସ କରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହି ସବୁ କରିବ ଆଉ ସେହି ସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ହାଲେଲୁୟା ସ୍ୱୟଂ ପ୍ରଭୁ ଯୀଶୁ କଣ କହନ୍ତି ଯେ ମୁଁ ତୁମମାନଙ୍କୁ ସତ୍ୟ ସତ୍ୟ କହୁଅଛି ଦେଖନ୍ତୁ ପ୍ରଭୁ ଯୀଶୁ ନିଜେ ତ ସେ ସତ୍ୟ ଆହୁରି ସେ ପୁନର୍ବାର କହୁଛନ୍ତି ଆମକୁ କନଫର୍ମ କରିବା ପାଇଁ ଯେ ମୁଁ ତୁମକୁ ସତ୍ୟ ସତ୍ୟ କହୁଅଛି ତେବେ ଆମକୁ ମାନେ ଆଉ ଭଲ କି କାନ ଡେରିବା ଦରକାର ଏ ବାକ୍ୟ ପ୍ରତି ଭଲ କି ଦେଖିବା ଦରକାର ଯେ ପ୍ରଭୁ କଣ ସେଇ ସତ୍ୟ ସତ୍ୟ କହୁଛନ୍ତି ଭେରି ଇମ୍ପୋର୍ଟାଣ୍ଟ ସେ କହୁଛନ୍ତି ଯେ ମୋ ଠାରେ ବିଶ୍ୱାସ କରେ ମୁଁ ଯେଉଁ ଯୋଉ କର୍ମ କରୁଅଛି ସେ ମଧ୍ୟ ସେଇ ସବୁ କରିବ ଆମେନ୍ ପ୍ରଭୁ ଯୀଶୁ କଣ କଲେ ଅନ୍ଧକୁ ଦୃଷ୍ଟି ଦେଲେ ଆପଣ ଯୀଶୁଙ୍କଠାରେ ବିଶ୍ୱାସ କରୁଛନ୍ତି ଆପଣ ଅନ୍ଧକୁ ଦୃଷ୍ଟି ଦେବେ ହାଲେଲୁୟା
जे मो ठारे विश्वास करे मु जो सब कर्म करिଅछि प्रभु पीड़ित मानकु सुस्थ कले आपण जीशु ठारे विश्वास करूछन्ति आपण भी पीड़ित मानकु सुस्थ करि पारिबे सेतबे सबल कहबार जे प्रभु मु तो ठारे विश्वास करूछि मु पीड़ित मानकु सुस्थ करिबी तुमे जो काम कलो सेई काम मु भी करबी हालेलुया कारण मु तुम ठारे विश्वास करूछि हमर फेथ लेवल को बढ़ाइबा पड़िबो मो प्रिय माने मु विश्वास करली एणु कथा कहली विश्वास अनुसार हम कथा कहबा भी दरकार कौन हुए ना आमे विश्वास करू गोटे आ कथा कहू गोटे आमे जहाँ विश्वास करछु बाइबल रे लेखा जाय ताहा आमे कहबा दरकार ए वाक्य अनुसार हम कोन कहबा दरकार ए वाक्य अनुसार हम कहबा दरकार हे प्रभु मु विश्वास करूछि जेहेतु तुमे कहियछ जे मोटार विश्वास करे से बड़ बड़ काम करिवो हे प्रभु मु मध्य बड़ बड़ काम करिवि तुमे जे सब कार्य कलो से कार्य मु भी करिवि एटा हम कहबा दरकार तुमे रोगी मान को सुस्थ कलो मु मध्य रोगी मान को सुस्थ करिवि तुमे पीड़ित मान को सुस्थ कलो मु मध्य पीड़ित मान को सुस्थ करिवि तुमे मृत मान को उठाइलो मु मध्य मृत मान को उठाइबि किए केबे भाबिचंदी कि मु गोटे दिन मृत को उठाइबि बोली Yes. हालेलुया सेई Hallelujah. फेथ हमर डेवलप हेबा दरकार जने सिस्टर मत कहले भाई से महाराष्ट्र रो से कहले मेरे जीवन में एक बड़ी प्रार्थना है कि मैं एक मुर्दा को जिलाऊं से कौन कहले मेरे जीवन में एक बड़ा प्रार्थना है कि मेरे सेवकाई में मैं एटलीस्ट एक मुर्दा व्यक्ति को मैं जीवित करूं मो कहली प्रभु को धन्यवाद जा हु से इच्छा है तांगर अछि प्रेज द लॉर्ड हालेलुया तार फेथ देखंतु से इच्छा अनुसार से विश्वास करूची आमर फेथ भी सेमती डेवलप हेबा दरकार एई वाक्य अनुसार जे प्रभु कहिसंदी मु विश्वास करूची जो जो कर्म से करि अछंती सेही सब मध्य मु भी करिवि हालेलुया आपण जानते कि सेतिकी रे प्रभु रहि गले नै से कहंती आ से सब अपेक्षा अधिक महत कर्म करिवो प्रेज द लॉर्ड आजि को पास्टर माने कहउचंती कि मु जेतकी काम करछि मोर विश्वास माने ताठू अधिक काम करिवे को पालक आज्ञा माने आज कहउचंती कि एठी जीसु को देखंतु जीसु कोन कहउचंती मु तो जेतकी कली मो ठार अधिक तमे करबो बोली कहि हालेलुया आज भी आमे सेमती कहबार अछि आज आमे पालक हिसाब रे लीडर हिसाब रे आमे विश्वासी मान को कहबार अछि जे मु जेतकी करिछि ताठ अपेक्षा अधिक बड़ बड़ काम तमे करिवो प्रभु जीशु जो आदर्श देखाइछंदी पालक लीडर हिसाब रे आमे भी से आदर्श को फॉलो करबा दरकार हालेलुया किंतु कौन हुए ना बहुत समय आमे अन्य मान को निरुत्साह कर देछु किंतु प्रभु से केबे भी हमको निरुत्साह करना से कहती माने तुम्हें अधिक महत कर्म करिवो मु तीनिटा मृत मान को उठैली तुम्हें 6टा मृत मान को उठाइबो अधिक महत कर्म बोली कहले कोन अधिक महत कर्म बोली कहले कोन मु झड़ तूफान को बंद कली हां तमे भी ठीक सेही पर झड़ तूफान को बंद करिवो हालेलुया प्रभु असंभव को संभव कले एनु जे मोठारे विश्वास करे ता प्रति सब किछि संभव हालेलुया all things are possible for them that believe तो हमर फेथ लेवल कोन हवा दरकार है बढ़ाइबा दरकार आ प्रभु ए महत कर्म जाको केमती करि पारले जेते बेले कि से पवित्र आत्मा रे पूर्ण हे गले हालेलुया जेते आपण यीशु को लाइफ को देखिबे जेते पवित्र आत्मा लिखा जाए प्रेरित तार 10 अध्याय 38 पद लिखा जाए पिता ईश्वर यीशु को पवित्र आत्मा एवं शक्ति रे अभिषेक कले दुईटी कथा लिखा जाए पवित्र आत्मा रे अभिषेक कले एवं शक्ति रे मध्य अभिषेक कले तापर लिखा जाए से पीड़ित मान को सुस्थ करू करू से बाहरी गले हालेलुया एणु सेते भाई मु कहली पवित्र आत्मा को दृष्टि हम जीवन रे आमे तृषित हेबा दरकार आ प्रभु जेतेबेले हम जीवन रे पवित्र आत्मा को द्वारा हमको अभिषेक ढाली देबे शक्ति रे पूर्ण कर देबे आपण द्वारा महत कार्य सब हेबा लागिवो एणु बड़ बड़ काम करबा हेले यीशु को कॉपी करंतु प्रेज द लॉर्ड ए टॉपिक होची बड़ टॉपिक आ सेते पई मु गोटे लाइन रे आपण कहि दउची महत कर्म जदि आपण करिवा पई चाहंती बड़ बड़ कार्य यीशु को पई करिवा पई चाहउचंती इस शेष काल रे माने
ଏକ ପାୱାରଫୁଲ ମିନିଷ୍ଟ୍ରି, ଏକ ପ୍ରଭାବଶାଳୀ ମିନିଷ୍ଟ୍ରି ଯଦି ଆପଣ କରିବା ପାଇଁ ଚାହାନ୍ତି, ତେବେ ଆପଣ ଯୀଶୁଙ୍କୁ କପି କରନ୍ତୁ। ତାଙ୍କ ପ୍ରାର୍ଥନା ଲାଇଫ ଯେମିତି ଥିଲା, ନିଜର ପ୍ରାର୍ଥନା ଲାଇଫ ସେମିତି ବନାନ୍ତୁ। ତାଙ୍କର ଯେମିତି ଜୀବନ ଥିଲା ସେମିତି ଜୀବନ କରନ୍ତୁ। ଆଉ ଥରେ କହିବି, ଶିଷ୍ୟମାନଙ୍କୁ ବି କପି କରନ୍ତୁ। ପ୍ରେରିତ ପୁସ୍ତକ ପଢନ୍ତୁ। ପ୍ରେରିତ ପୁସ୍ତକରେ ଶିଷ୍ୟମାନେ ଯେମିତି ପ୍ରାର୍ଥନା କରୁଥିଲେ, ବାକ୍ୟରେ, ଶିକ୍ଷାରେ, ପ୍ରେରିତ ମାନଙ୍କୁ ଶିକ୍ଷାରେ, ଲିଡର ମାନଙ୍କୁ ଶିକ୍ଷାରେ ଯେମିତି ଲାଗି ରହିଥିଲେ, ଠିକ ସେମିତି ଲାଗି ରୁହନ୍ତୁ। ଜଷ୍ଟ ପ୍ରେରିତ ପୁସ୍ତକକୁ ଶିଷ୍ୟମାନଙ୍କୁ କପି କରନ୍ତୁ। ହାଲେଲୁୟା। ପାଉଲ କହିଲେ, ମୁଁ ଯୀଶୁଙ୍କୁ କପି କରୁଛି, ତୁମେ ମତେ କପି କର। ପ୍ରେଜ ଦ ଲର୍ଡ। ହାଲେଲୁୟା। ଯେତେବେଳେ ପାଉଲ ଯୀଶୁଙ୍କୁ କପି କଲେ, ପାଉଲଙ୍କ ରୁମାଲର ଅଭିଷେକ ବାହାରିବାକୁ ଲାଗିଲା। ଯେତେବେଳେ ପାଉଲ ଯୀଶୁଙ୍କ ପରି ପ୍ରାର୍ଥନା କଲେ, ଯୀଶୁଙ୍କ ପରି ବାକ୍ୟ ଶିଖିଲେ, ଆଉ ବାକ୍ୟ ପ୍ରଚାର କରିବାକୁ ଲାଗିଲେ, ସାମର୍ଥ୍ୟ ତାଙ୍କ ଜୀବନରୁ ବାହାରିବାକୁ ଲାଗିଲା। ଆଉ ଲେଖାଯାଏ, ଏପରି ମହତ୍ କାର୍ଯ୍ୟ ପାଉଲଙ୍କ ଦ୍ୱାରା ସାଧିତ ହେଲା, ଦ ଗ୍ରେଟ୍ ମିରାକଲ୍ସ ଯାକ ସାଧିତ ହେଲା। ଲେଖାଯାଏ, ଈଶ୍ୱର ତାଙ୍କର ହସ୍ତ ଦ୍ୱାରା ଅସମ୍ଭବକୁ ସମ୍ଭବ କଲେ ବୋଲି ଲେଖାଗଲା। ହାଲେଲୁୟା। ଫାଷ୍ଟ କଥା ହଉଛି, ଆପଣ ବିଶ୍ୱାସ କରିବା ଦରକାର ଯେ ମୁଁ ବଡ ବଡ କାର୍ଯ୍ୟ କରିବି। ହାଲେଲୁୟା। ମୁଁ ମହତ୍ କାର୍ଯ୍ୟ କରିବି, ନା ତ ବଲ ସେ ନା ଶକ୍ତି से पर तेरी आत्मा के द्वारा। प्रेज द लॉर्ड। बल द्वारा नहीं, बुद्धि द्वारा नहीं, ज्ञान द्वारा नहीं, କିନ୍ତୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ମୁଁ ମହତ୍ କାର୍ଯ୍ୟ କରିପାରିବି। ଆମେନ୍। ଆପଣ ଏଇଟା ବିଶ୍ୱାସ କରି ଫାଷ୍ଟ ଡିକ୍ଲେୟାର କରନ୍ତୁ, ଦେଖିବେ ଆପଣଙ୍କ ଲାଇଫ ଦ୍ୱାରା ବଡ ବଡ କାର୍ଯ୍ୟ ସବୁ ହେବାକୁ ଲାଗିବ। ଫାଷ୍ଟ ହଉଛି ବିଶ୍ୱାସ। ଆମ ଲୋକମାନଙ୍କର କଣ ଅସୁବିଧା ହଉଛି, ମୁଁ ଦୁର୍ବଳ, ମୋ ଦ୍ୱାରା କଣ ହେଇପାରିବ କି, ଏମିତି ନେଗେଟିଭ ଭାବି ଦିଅନ୍ତି। ନାଇଁ, ସେଇ ନେଗେଟିଭ ଆଉ ଭାବନ୍ତୁ ନାହିଁ। ବାକ୍ୟ ଯାହା କହେ ତାହା ଭାବନ୍ତୁ ଆପଣ ନିଜ ବିଷୟରେ। ହାଲେଲୁୟା। ହାଲେଲୁୟା। କେବେ ବି ଭାବନ୍ତୁ ନାହିଁ ଯେ ଆପଣ ଦୁର୍ବଳ। ନାଇଁ, ଆପଣ କୁହନ୍ତୁ, ମୋ ଭିତରେ ପବିତ୍ର ଆତ୍ମା ଅଛନ୍ତି, ମୁଁ ଶକ୍ତିମାନ। ଆପଣ ଏପରି ଚିନ୍ତା କରନ୍ତୁ, ଏପରି ଫେଥ କୁ ଡେଭଲପ କରନ୍ତୁ। ଦେଖିବେ ଆପଣ ଜହନ 14 ପର୍ବ 12 ପଦ ଆପଣଙ୍କ ଜୀବନରେ ସଫଳ ହେବ। ଆମେନ୍। କିଏ ଚାହୁଁଛନ୍ତି ଜହନ 14 ପର୍ବ 12 ପଦ ଆପଣଙ୍କ ଜୀବନ ସଫଳ ହେବ? Yes. ପ୍ରେଜ ଦ ଲର୍ଡ। Amen. ଶେଷ ସମୟରେ ପ୍ରଭୁ ଆତ୍ମାଙ୍କ ବୃଷ୍ଟି ଢାଳି ଦେବା ପାଇଁ ଚାହାନ୍ତି। ଆପଣ ରିସିଭ କରିବା ପାଇଁ ରେଡି ରୁହନ୍ତୁ, ଆଉ ଏଭ୍ରିଡେ ରିସିଭ କରନ୍ତୁ, ଆଉ ଗ୍ରେଟ୍ ଗ୍ରେଟ୍ ମିରାକଲ କରିଯାଆନ୍ତୁ। ଗ୍ରେଟ୍ ପ୍ରଭୁ ଆପଣଙ୍କ ଜୀବନ ଦ୍ୱାରା ଉଦିତ ହେବା ପାଇଁ ଚାହାନ୍ତି। ଆପଣ ତାଙ୍କୁ ସୁଯୋଗ ଦିଅନ୍ତୁ। ପ୍ରଭୁ ଆଜିର ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। Praise the God Lord. bless you. Praise the Lord. Hallelujah.